ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣ ମୋର କୋଟି କୋଟି ପ୍ରଣାମ। ଜଗତ ଜନନୀ ପରମ ଆରାଧ୍ୟା ଶ୍ରୀ ଶ୍ରୀ ବଡମାଙ୍କ ଶ୍ରୀଚରଣ ମୋର କୋଟି କୋଟି ପ୍ରଣାମ। ପରମ ପୂଜ୍ୟପା ଶ୍ରୀ ଶ୍ରୀ ବରଦାଙ୍କ ଶ୍ରୀଚରଣ ମୋର କୋଟି କୋଟି ପ୍ରଣାମ। ପରମ ପୂଜ୍ୟପା ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ଶ୍ରୀଚରଣ ମୋର କୋଟି କୋଟି ପ୍ରଣାମ। ଇଷ୍ଟ ପରିବାରଙ୍କର ପ୍ରତ୍ୟେକ ପତାଙ୍କ ଶ୍ରୀଚରଣ ମୋର କୋଟି କୋଟି ପ୍ରଣାମ। ଆଜି ଏହି ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ସମସ୍ତ ପରମ ସମ୍ମାନୀୟ ପବିତ୍ର ପାଞ୍ଜଧାରୀ କର୍ମୀଗଣ, ଗୁରୁ ଭାଇ ମାତା ମାନେ, ସମସ୍ତ ସତ୍ସଙ୍ଗୀ ପ୍ରେମୀଙ୍କୁ ମୋର ସାଦର ଜୟଗୁରୁ। ବହୁତ ଆନନ୍ଦ ଲାଗୁଛି। ଆଜି ଆମେ 1980ତମ ଇ ସତ୍ସଙ୍ଗ ଓଡ଼ିଶା ସତ୍ସଙ୍ଗ ଭୁବନେଶ୍ୱର ସହିତ ଯୋଡ଼ି ହେଇଛେ। ମୋତେ କିଛି ଇଷ୍ଟ ପ୍ରସଙ୍ଗ କରିବାର ସୁଯୋଗ ଦେଇଥିବାରୁ ମୁଁ ଶ୍ରଦ୍ଧେୟ ସୁଭାଷ ଭାଇଙ୍କ ପାଖରେ କୃତଜ୍ଞତାର ସହିତ ମୋର ଆଭାର ବ୍ୟକ୍ତ କରୁଛି। ସିଏ ଦୀର୍ଘ ଦିନ ଧରି ଏତେ କଷ୍ଟ ସ୍ୱୀକାର କରି ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କର ଭାବାଦର୍ଶକୁ ସମସ୍ତଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ଯୋଉ ଚେଷ୍ଟା, ସେଥିରେ ଯେତେ ସାଧୁବାଦ ଦେଲେ ବି ସେତେ କମ୍। ତେଣୁ ତାଙ୍କର ପରିବାରଙ୍କର ମଙ୍ଗଳ କାମନା ପାଇଁ ଦୟାଲୁଙ୍କ ଶ୍ରୀଚରଣରେ ପ୍ରାର୍ଥନା ରଖେ। ଆଜି 4ଟି ପରିବାର ଭୋଗ ନିବେଦନ କରିଛନ୍ତି। ଶ୍ରୀ ସୁଶାନ୍ତ କୁମାର ପୃଷ୍ଟି ଦାଦା, ଶ୍ରୀମତୀ କଳ୍ପନା ପୃଷ୍ଟିମା, ଲଣ୍ଡନ ୟୁକେ, ଓ ଏ ୟୁନିଭର୍ସର ୱେଲଫେୟାର ପାଇଁ, ବିଶ୍ୱ ଜଗତର କଲ୍ୟାଣ ପାଇଁ ସେ ଭୋଗ ନିବେଦନ କରିଛନ୍ତି। ଶ୍ରୀ ପ୍ରୀତମ କୁମାର ଜେନା ଭାଇ, ଓଲ୍ଡ ଷ୍ଟେସନ ବଜାର ଭୁବନେଶ୍ୱର, ତାଙ୍କ ପିତାଙ୍କର ଶ୍ରାଦ୍ଧ ବାର୍ଷିକୀ ଡେଥ୍ ତିଥି ଲେଟ୍ ଲିଙ୍ଗରାଜ ଜେନାଙ୍କର। ତେଣୁ ଆଉ ତୃତୀୟ ଶ୍ରୀ ରମେଶ କୁମାର ମଲ୍ଲିକ ଆଉ ଶ୍ରୀମତୀ ନଳିନୀ ଜେନାମା, ନୀଳାଦ୍ରି ବିହାର ଭୁବନେଶ୍ୱର, ତାଙ୍କ ନେଫ୍ୟୁ ଆଶୁତୋଷଙ୍କର ୱେଲଫେୟାର ପାଇଁ। ଆଉ ଲାଷ୍ଟ ଯୋଉ ସୁଭାଷ ଭାଇ କହିଲେ ବିଦୁଲତା ବିଶାଳ ମା, ତେଲେଙ୍ଗାନା ହାଇଦ୍ରାବାଦରୁ, ଲେଟ୍ ବଂଶୀଧର ପ୍ରଧାନଙ୍କର ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷରେ। ତେଣୁ ଦୟାଲୁଙ୍କ ଶ୍ରୀଚରଣରେ ସର୍ବପ୍ରଥମେ ମୁଁ ପ୍ରାର୍ଥନା ରଖେ, ଯିଏ ଯେଉଁ ଉଦ୍ଦେଶ୍ୟରେ ବି ଭୋଗ ନିବେଦନ କରିଛନ୍ତି ସେ ତାଙ୍କର ମଙ୍ଗଳ କାମନା ପାଇଁ ଦୟାଲୁଙ୍କ ଶ୍ରୀଚରଣକୁ ପ୍ରାର୍ଥନା ରଖେ। ଆଜି ଗୋଟେ ବିଷୟ ରଖାଯାଇଛି, ତୁମର ମା ମୋର ମା ସମସ୍ତଙ୍କର ମା ଶ୍ରୀ ଶ୍ରୀ ବଡମା। କାହିଁକି ନା ଶ୍ରୀ ଶ୍ରୀ ବଡମାଙ୍କର ଆଜି 56ତମ ତିରୋଧାନ ତିଥି, ଆଜି ହବିଷାନ ବି। ତେଣୁ ଶ୍ରୀ ଶ୍ରୀ ବଡମାଙ୍କ ବିଷୟରେ କିଛି ଆଲୋଚନା କରିବା। ସମସ୍ତେ ତ ଜାଣନ୍ତି ମାତୃ ସମ୍ମିଳନୀ ବହୁତ ହୁଏ ଏଇ ପ୍ଲାଟଫର୍ମରେ। ତେଣୁ ମାଙ୍କ ବିଷୟରେ ତ ବହୁତ କିଛି ଆଲୋଚନା ହେଇଛି। ଯାହା ବି ଆଲୋଚନା ହବ ସେ ଗୋଟେ ରିଭ୍ୟୁ ଟାଇପର ହିଁ ହେଇଯିବ। ବର୍ତ୍ତମାନ ସମସ୍ତ ମନରେ ଆସୁଥିବା ଏଇ ଟପିକର ନାଁ କାହିଁକି ଏମିତି ରଖାଗଲା, ତୁମର ମା ମୋର ମା ସମସ୍ତଙ୍କର ମା ଶ୍ରୀ ଶ୍ରୀ ବଡମା, ସେ ବିଷୟରେ ମୁଁ ପ୍ରଥମେ କହି ରଖେ। ଯେତେବେଳେ ଠାକୁରଙ୍କର ବୟସ ହେଇଯାଇଥାଏ, ଶ୍ରୀ ଶ୍ରୀ ବଡମା ବି ବେଶୀ ଚଲାବୁଲା କରିପାରୁନଥିଲେ। ସେତେବେଳେ ଶ୍ରୀ ଶ୍ରୀ ବଡମାଙ୍କୁ ଟ୍ରଲି ଦ୍ୱାରା ତାଙ୍କର ଭକ୍ତମାନେ ଆଣୁଥିଲେ, ଆଉ ସେ ଦୂରରେ ରହି ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଣାମ କରୁଥିଲେ। ଥରେ ଏମିତି ଆସିଛି ଦିନ, ଶ୍ରୀ ଶ୍ରୀ ବଡମାଙ୍କୁ ଯେତେବେଳେ ଅଣାଯାଇଛି ସେଇ ଟ୍ରଲିରେ, ଶ୍ରୀ ଶ୍ରୀ ଠାକୁର ତାଙ୍କୁ ଦୂରରେ ଦେଖି ଅନ୍ୟ ଭକ୍ତମାନଙ୍କୁ ପଚାରୁଛନ୍ତି, ଆରେ ସିଏ କିଏ? ସମସ୍ତେ କିଛି କହୁନାହାନ୍ତି। ସେ ଜଣେ ମା ଥିଲେ, କହିଲେ ସିଏ ଆମର ବଡ ମା। ଠାକୁର ପୁଣି ପଚାରୁଛନ୍ତି, ସିଏ କିଏ? ସେ ଭକ୍ତ ଜଣ କହୁଛନ୍ତି, ସିଏ ଆମର ଶ୍ରୀ ବଡ ମା। ଠାକୁର ପୁଣି ପଚାରୁଛନ୍ତି, ଆରେ ସିଏ କିଏ? ସେ ମା ଜଣକ ପୁଣି କହୁଛନ୍ତି, ସିଏ ଆମର ବଡ ଖୋକାର ମା, ଆମର ସମସ୍ତଙ୍କର ଶ୍ରୀ ଶ୍ରୀ ବଡ ମା। ଶ୍ରୀ ଶ୍ରୀ ଠାକୁର ଗମ୍ଭୀର ହୋଇ କହୁଛନ୍ତି, ସିଏ କେବଳ ବଡ ଖୋକାର ମା ନୁହନ୍ତି, ସିଏ ବଡ ଖୋକାର ମା, ସିଏ ତୁମର ମା, ସିଏ ମୋର ମା, ସିଏ ସମସ୍ତଙ୍କର ମା। ତେଣୁ କହିବାର ଅର୍ଥ, ଶ୍ରୀ ଶ୍ରୀ ଠାକୁର ବହୁତ କାଂଶରେ ଆଲୋଚନାରେ ସେଇ ଜିନିଷଟାକୁ ହିଁ କହିଦେଇଛନ୍ତି। ତେଣୁ ତାଙ୍କର ବିଷୟରେ ବା ଆମେ ଆଳାପ ଆଲୋଚନା କଣ କରିପାରିବା? ଜଣେ ନାରୀର ଜୀବନର ସାର୍ଥକତା ରୁହେ ଯେ ଜଣେ ଗୋଟେ ଉପଯୁକ୍ତ ସ୍ୱାମୀ ଆଉ ପୁତ୍ର ସନ୍ତାନ ଯେତେବେଳେ ଲାଭ କରନ୍ତି। ଆଉ ଯାହାଙ୍କର ପତି ହଉଛନ୍ତି ବିଶ୍ୱ ସ୍ରଷ୍ଟାର ମାଲିକ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସ୍ୱୟଂ ଭଗବାନ ଈଶ୍ୱର ପୁରୁଷୋତ୍ତମ ରୂପରେ ଯାହା ଆମେ ଜାଣୁ, ଆଉ ତାଙ୍କର ବଡ ପୁଅ ହଉଛନ୍ତି ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡଦା, ଆଉ ସେଇ ମହିୟସୀ ମାଙ୍କ ବିଷୟରେ ଆମେ ବା କଣ ବା ଆଲୋଚନା କରିପାରିବା? ତେଣୁ କିଛି ତଥାପି ଚେଷ୍ଟା କରିବା। ଶ୍ରୀ ଶ୍ରୀ ଠାକୁର କଥା ପ୍ରସଙ୍ଗରେ କହିଛନ୍ତି କି ଭଗବାନ ଯେତେବେଳେ ନରଲୀଳାରେ ଅବତୀର୍ଣ୍ଣ ହୁଅନ୍ତି, ସେ ତାଙ୍କର ପରିକର ମାନଙ୍କୁ ନେଇକି ହିଁ ଆସନ୍ତି। ପରିକରର ଅର୍ଥ ହଉଛି ତାଙ୍କର ଚାରି ପାଖରେ ଯୋଉମାନେ ଲୋକମାନେ ରୁହନ୍ତି, ଯିଏ ସର୍ବତ ଭାବରେ ତାଙ୍କର ସେବା କରନ୍ତି। ଆଉ ସେଇ ପରିକର ସମୂହରେ ତାଙ୍କ ଅନୁରାଗୀ ଆଉ ଭକ୍ତ ଶିଷ୍ୟଗଣ ବି ରୁହନ୍ତି, ତା ସାଙ୍ଗରେ ପତ୍ନୀ ପୁତ୍ର ସ୍ୱଜନ ବି ରୁହନ୍ତି। ଆଉ ଭାଗବତ ଲୀଳାର ସେଇ ପରିପୁଷ୍ଟ ଆଉ ମହାମାନ୍ବିତ କରିବା ପାଇଁ
ଏଇ ଲୋକମାନଙ୍କର ନିଜ ନିଜର ସ୍ଥାନ ଆଉ ବୈଶିଷ୍ଟ୍ୟ ବି ରହିଛି। ସେଇଭଳି ତାଙ୍କର ସହଧର୍ମୀଙ୍କର ବି ସ୍ଥାନ ସେଇଥିରେ ବି ରହିଛି। ପରମ ପୁରୁଷ ଯେତେବେଳେ ବି ଏଇ ଧରତୀରେ ଆବିର୍ଭୂତ ହୁଅନ୍ତି, ସେ ସେଇ ଯୁଗର ଶ୍ରେଷ୍ଠ ପୁରୁଷ, ମାନବତାର ଆଧୁନିକତମ ବିବର୍ତ୍ତିତ ରୂପରେ ହିଁ ହୁଅନ୍ତି। ସେଟା ଆମେ ଅନେକ ଅଂଶରେ ପଢିଛେ ଆଉ ଶୁଣିଛେ ବି। ସେଇଥିପାଇଁ ତାଙ୍କର ସାଙ୍ଗରେ ଯେ ପତ୍ନୀ ରୂପରେ ସଂୟୁକ୍ତା ଯୋଉ ନାରୀ ରୁହନ୍ତି, ସେ ସ୍ୱଭାବତଃ ସେଇ ଯୁଗର ଶ୍ରେଷ୍ଠ ନାରୀ ହିଁ ହୁଅନ୍ତି। ଯଦି ଆମେ ଦେଖିବା, ଯେତେବେଳେ ବି ପରମ ପୁରୁଷ ଆବିର୍ଭୂତ ହୁଅନ୍ତି, ତାଙ୍କର ପ୍ରକୃତି ସତ୍ତା ବା ପରମା ପ୍ରକୃତି ଯେ ସେ ସେଇ ପରମ ପୁରୁଷଙ୍କର ଇଚ୍ଛାର ଅଧୀନରେ ହିଁ ତାଙ୍କୁ ଆସିବାକୁ ହିଁ ପଡେ। ଏମିତି ଯଦି ନହବ, ତାହେଲେ ସେ ପୁରୁଷ ଆଉ ପ୍ରକୃତିଙ୍କର ସମ୍ମିଳନୀର ସର୍ବୋତ୍ତମ ନରଲୀଳା ସେଇ ସଂଗଠିତ ହେଇପାରିବନି। ଏଇ ଦୁଇ ଜଣ ପରମ ପୁରୁଷ ଆଉ ପରମା ପ୍ରକୃତି ସେ ଜାଗତିକ ରୂପରେ ବି ଦ୍ୱୈତ ହେଇକି ବି ସେ ଅଦ୍ୱୈତ ଆଉ ଅଭିନ୍ନ, ତାଙ୍କ ଭିତରେ କିଛି ଡିଫରେନ୍ସ ନଥାଏ। ଠାକୁର ପୁରୁଷୋତ୍ତମଙ୍କ ରୂପରେ ଆବିର୍ଭୂତ ହୋଇଛନ୍ତି ଏଇ ଧରତୀରେ, ଆଉ ତାଙ୍କର ଅଭିନ୍ନ ସତ୍ତାର ଅଧିକାରୀ ନେଇ ଶ୍ରୀ ବଡମାଙ୍କ ସାଙ୍ଗରେ ସେ ଲୀଳା କରିଛନ୍ତି। ଏଇ ସାଧାରଣ ଭାବ ବୋଧ ଆଉ ବିଶ୍ୱାସ ଆମମାନଙ୍କ ଭିତରେ ଆଣିବା ଏଟା ବହୁତ କଠିନ। ସେଇଥିପାଇଁ ସମସ୍ତଙ୍କ ମନରେ ବି ସେ ସଂଶୟଟା ହିଁ ଥାଏ, ପରମ ପୁରୁଷ ତ ଠିକ ଅଛି, ତାଙ୍କର ଧର୍ମ ପତ୍ନୀ ପରମା ପ୍ରକୃତି ବା କେମିତି ବି ହେଇପାରନ୍ତି? ସେ ତାଙ୍କର ଇଚ୍ଛାରେ ଏ ଯେ ଧରା ପୃଷ୍ଠକୁ ଆସିଛନ୍ତି, ଏଇଟା ବହୁତ ଭକ୍ତଙ୍କର ବି ସଂଶୟ ବି ଥାଏ। ସେଇ ସଂଶୟକୁ ଦୂର କରିବାକୁ ଯାଇ ଶ୍ରୀ ଠାକୁର ଥରେ ଜତିଆ ଆଶ୍ରମରେ ସେଇ ବରଣ୍ଡାରେ ବସିଲା ବେଳେ ସମସ୍ତଙ୍କ ଭକ୍ତ ବୃନ୍ଦକୁ କହୁଥିଲେ, ତମେ ବଡ ବୋହୂଙ୍କ ବାରମେ ତମେ କଣ ଭାବୁଛ, ତାଙ୍କ ବିଷୟରେ ତମେ କଣ ଭାବ? କିଛି ସେକେଣ୍ଡ ଅପେକ୍ଷା କଲା ପରେ ଠାକୁର କହୁଛନ୍ତି, ଆପଣ ମାନଙ୍କର ଠାକୁର ଯଦି ନାରୀ ରୂପରେ ଜନ୍ମ ନିଅନ୍ତି, ଯାହା ସ୍ୱରୂପ ହେଇଥାନ୍ତା ସିଏ ହଉଛନ୍ତି ଶ୍ରୀ ଶ୍ରୀ ବଡ ବୋହୂ। ତାମାନେ ଜାଗତିକ ଭାବରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଭିନ୍ନ ଭିନ୍ନ ରୂପରେ ପରିଗ୍ରହ କଲେ ମଧ୍ୟ ସେ ଚିରକାଳ ହିଁ ତାଙ୍କର ସତ୍ତା ଅଭିନ୍ନ। ସେ ପୃଥିବୀ ପୃଷ୍ଠକୁ ଆସନ୍ତି ଆଉ ଲୀଳା କରନ୍ତି। ସେଇଥିପାଇଁ ହୁଏତ ପରମ ପୁରୁଷ ରାମକୃଷ୍ଣ ଦେବ ଥରେ ଗଙ୍ଗା ନଦୀର ତଟରେ ଯେତେବେଳେ ବସିଛନ୍ତି, ସେ ଜଣେ ମାଙ୍କୁ କହୁଛନ୍ତି, ଇଏ ଯୋଉ ଶାରଦା ଦେବୀଙ୍କ ବିଷୟରେ କହୁଛନ୍ତି, ତାଙ୍କୁ ତମେ ଏମିତି ସେମିତି ବୁଝିବନି, ତାଙ୍କୁ ତମେ ସନ୍ଦେହ କରିବନି, ତାଙ୍କୁ ମୋ ଠାରୁ ଅଭେଦ ବୋଲି ବୁଝିବନି। ତେଣୁ କହିବାର ଅର୍ଥ, ସ୍ୱୟଂ ଯେତେବେଳେ ପରମ ପୁରୁଷ ଆସନ୍ତି ଏଇ ଜିନିଷ ଗୁଡା ସବୁ ବ୍ୟକ୍ତ କରିଦିଅନ୍ତି। ତେଣୁ ତାଙ୍କର ଯୋଉ ବିବାହ ବି ଥାଏ, ସେ ଗୋଟେ ଆକସ୍ମିକ ବି ହୁଏ ନା, ଆଉ ତାଙ୍କର ସୁନିଷ୍ଠ ସାଧନାର ମାଧ୍ୟମରେ ସେହି ମହା ତପସ୍ୱିନୀ ନାରୀ ପରମ ପୁରୁଷଙ୍କ ସହଧର୍ମିଣୀ ଭାବରେ ସେ ଯୋଗ୍ୟତା ବି ଅର୍ଜନ କରନ୍ତି, ଆଉ ସେ ତାଙ୍କ ପାଖରେ ହିଁ ରୁହନ୍ତି। ସେଇ ଟାଇପର ଦୟାଳ ଠାକୁର ଥରେ ବି କହୁଛନ୍ତି ସିଏ କେତେ ତକଲିଫ କେତେ କଷ୍ଟ ସହି ସେ ଆଜି ସେଇ ବଡି ବୋହୂ ହେଇଛି। କାହିଁକି ନା ଶ୍ରୀ ଠାକୁର ତାଙ୍କୁ ବଡି ବୋହୂ ନାଁରେ ସମ୍ବୋଧନ କରୁଥିଲେ। ଆଉ ଠାକୁରଙ୍କ ବିଷୟରେ ସବୁ ଜିନିଷ ଯେତେବେଳେ ବି ଯେ ଆମେ ଜାଣୁଛେ, ଯେତେବେଳେ ବି ଭକ୍ତମାନେ କୌଣସି ଉତ୍ସବ ହଉ ଯେତେବେଳେ ସବୁ ଆସୁଥିଲେ, ତାଙ୍କର ବହୁତ ଟାଇପର ଭୋଜ୍ୟ ହଉ ବସ୍ତ୍ର ହଉ ବ୍ୟବହାର କରିବା ସାମଗ୍ରୀ ନେଇକି ଆସୁଥିଲେ, ଶ୍ରୀ ଠାକୁର ବହୁତ ଖୁସି ହେଇ ସମସ୍ତଙ୍କୁ କହୁଥିଲେ, ତମେ ବଡି ବୋହୂ ପାଖରେ ସବୁ ଦେଇକି ଆସ। ଆଉ ଶ୍ରୀ ବଡମା ସେଇ ଘରର ବାରଣ୍ଡାରେ ବସି ସେଇ ସାମଗ୍ରୀ ଗୁଡିକ ଏତେ ସହଜ ଭାବରେ ଏତେ ସୁନ୍ଦର ଭାବରେ ସେ ସଜେଇକି ରଖୁଥିଲେ, ଯୋଉମାନେ ଦେଖୁଥିଲେ ସେମାନଙ୍କର ଅନୁଭବରେ ସେମାନେ ଆଣିଛନ୍ତି। ଯେମିତି ସେଠି ଲକ୍ଷ୍ମୀଙ୍କର ଭଣ୍ଡାର, ମାନେ ଏଇଠି କୌଣସି ଜିନିଷ ଯେମିତି ଅଭାବ ନାହିଁ। ଆଉ ଏତେ ସାମାନକୁ ଗୋଟେ ଛୋଟ ଘରେ ରଖିବା ଆଉ ବିଲକୁଲ ଅସ୍ତବ୍ୟସ୍ତ ନାହିଁ, ସବୁ ପରଫେକ୍ଟଲି ଆରେଞ୍ଜ କରି ରଖିବା। ଯେତେବେଳେ ଠାକୁରଙ୍କର ଯାହା ପ୍ରয়োଜନ, ସେତେବେଳେ ଯାହା ସେ କୁହନ୍ତି ଚାହାନ୍ତି, ଗୋଟେ ମୋମେଣ୍ଟ ବି ୱେଟ୍ କରି ସେଇ ଜିନିଷଟା ବାହାର କରିକି ଦେଇଦେବା। ଏଇଟା ମାନେ ସମସ୍ତେ ଭକ୍ତମାନେ ବି ସେଇ ଜିନିଷଟାକୁ ବୁଝିଛନ୍ତି ଆଉ ଜାଣିଛନ୍ତି। ଶ୍ରୀ ଠାକୁର କେମିତି ସଦାବେଳେ ନିଶ୍ଚିନ୍ତ ରହିବେ, ସେଇଥିପାଇଁ ଶ୍ରୀ ବଡମାଙ୍କର ବି ତାଙ୍କୁ ଯେତେ କଷ୍ଟ ହଉନା କାହିଁକି, ସେ ଠାକୁରଙ୍କର କଷ୍ଟକୁ ସଦାବେଳେ ସେ ଅନୁଭବ କରିଛନ୍ତି। ଆଉ ପରିବାର ଭିତରେ ହଜାର କାମ ଥିଲେ ବି, ସେ ହଜାର ଲୋକଙ୍କର ଝଞ୍ଝଟ ଭିତରେ ବି ଶ୍ରୀ ଠାକୁରଙ୍କର ପ୍ରୟୋଜନ ସଦାବେଳେ ତାଙ୍କର ପ୍ରଥମ ଆଉ ପ୍ରଧାନ। ଏହା ସେ ସଦାବେଳେ ତାଙ୍କର ଜୀବନରେ
ସେଟା ଇମ୍ପ୍ଲିମେଣ୍ଟ କରିକି ରଖିଥିଲେ। ଶ୍ରୀ ଠାକୁର ହୁଏତ ପୁରା ଦିନରେ 40 ପାଖାପାଖି ପାନ ଖାଉଥିଲେ। ଶ୍ରୀ ବଡମା ରାତିର ଅନ୍ତିମ ପ୍ରହରରେ ନିଜର ହାତରେ ସେଇ ପାନକୁ କରି ରଖି ସେ ସଜେଇକି ରଖିଥାନ୍ତି। ତାଙ୍କର ଯେପର୍ଯ୍ୟନ୍ତ ଶରୀର ସମ୍ପୂର୍ଣ୍ଣ ରୂପରେ ଅକ୍ଷମ ହେଇଯାଇନି ଶେଷ ପର୍ଯ୍ୟନ୍ତ ବି ଶ୍ରୀ ବଡମା ଏଇ ଜିନିଷକୁ ପୁରା ରଖିଛନ୍ତି। କେତେବେଳେ ସେ ଉଠନ୍ତି, ଏତେବେଳେ ବିଶାଳ ପରିବାରଙ୍କୁ ସମ୍ଭାଳିବା ପାଇଁ କେତେବେଳେ ବି କେହି ସେ ମାନେ ଭକ୍ତମାନେ ବି ଦେଖି ପାରିନାହାନ୍ତି। ଶ୍ରୀ ବଡମା କେତେବେଳେ ଶୁଅନ୍ତି, କାହିଁକି ନା ଠାକୁର ସ୍ୱାଭାବିକ ଭାବରେ ବହୁତ କାଂଶରେ ରାତି 12ଟା ପର୍ଯ୍ୟନ୍ତ ବି ଆଳାପ ଆଲୋଚନା ଚାଲେ। ରାତି 12ଟାରେ ଶୁଅନ୍ତି, ତାପରେ ଯାଇକି ଶ୍ରୀ ବଡମା ତାଙ୍କର ଶୋଇବାକୁ ଯାଆନ୍ତି। ଆଉ ସବୁ ଭକ୍ତମାନେ ଉଠିବା ଆଗରୁ ସେ କେତେବେଳେ 3ଟାରୁ 4ଟା କେହି ବି ଦେଖି ନାହାନ୍ତି, ସେ ଉଠି ପୁଣି ତାଙ୍କର ଦୈନନ୍ଦିନ ସଂସାର ସବୁ କରି ସେ 8ଟା ଭିତରେ ତାଙ୍କର ସବୁ ଜିନିଷ ଗୁଡାକ ରେଡି ହେଇଯାଇଥାଏ। ତେଣୁ ଏଇ ଜିନିଷ ଗୁଡାକ ଆଜିର ଡେଟରେ ଆମେ ମାନେ ତ ଭାବି ପାରିବାନି, ସେମାନେ କଳ୍ପନା ବି କରି ହବନି ସେଇ ଜିନିଷ। ତେଣୁ ସେଇ ମହାଜୀବନର ସେଇ ସଂଶ୍ଳିଷ୍ଟ ଜୀବନ ବିଷୟରେ କି କଣ ଯେ ମହତ୍ଵ ଛୁପେଇକି ରହିଛି, ଯୋଉମାନେ ତାଙ୍କର ସେଇ ଟାଇମରେ ତାଙ୍କର ସଙ୍ଗ ଲାଭ କରିଛନ୍ତି ସେମାନେ ହୁଏତ ଆନାଲିସିସ୍ କରିଛନ୍ତି ଆଉ ତାଙ୍କର ଅନୁଭବରେ ବି ସେ ଆଣିଛନ୍ତି। ଯେମିତି ଶ୍ରୀ ଠାକୁର ପ୍ରତିଦିନ ସକାଳେ ତାଙ୍କର ଆମାନି ଜଳ ହଉ ମାନେ ଭାତର ପାଣି ଯୋଉଟା ତୋରାଣି ଆମେ କହୁଛେ ସେ ପିଉଥିଲେ। ଆଉ କିଛି ଦିନ ହୁଏତ ସେଇ ଇସବଗଲର ବି ପାଣି ବି ପିଉଥିଲେ। ଆଉ କଭି କଭି କେତେବେଳେ ବି ସେ ତାଙ୍କର କଟୋରୀରେ ମାନେ ଗିନାରେ ଛେନା ମୁର୍ଗୁରା ବି ଖାଉଥିଲେ। ଆଉ ସେଇ ସବୁ ଗୁଡାକ ଶ୍ରୀ ବଡମା ନିଜ ହାତରେ ପୁରା ତୈୟାର କରିକି ରଖୁଥିଲେ ଆଉ ଠାକୁରଙ୍କୁ ନିଜେ ହିଁ ସେ ଖିଲଉଥିଲେ। ଠାକୁରଙ୍କର ସମ୍ପୂର୍ଣ୍ଣ ଖାନାର ଦାୟିତ୍ୱ ଶ୍ରୀ ବଡମା ହିଁ ନଉଥିଲେ। ଆଉ ସେ ସମ୍ପୂର୍ଣ୍ଣ ଗୃହିଣୀ, ଯୋଉଟା କି ଶ୍ରୀ ଠାକୁର ବି କୁହନ୍ତି ତାଙ୍କର କର୍ମଚକ୍ର ପୁରା ଶ୍ରୀ ଠାକୁରଙ୍କୁ ହିଁ କେନ୍ଦ୍ର କରିକି ଚାଲେ। ସେ କଣ ସେ ରସୋଇରେ ରୁହନ୍ତୁ କିମ୍ବା ସ୍ନାନାଗାରରେ ରୁହନ୍ତୁ କିମ୍ବା ସବୁ ସମୟରେ ସେ କିନ୍ତୁ ଧ୍ୟାନ ରଖନ୍ତି ଶ୍ରୀ ଠାକୁର କେତେବେଳେ କଣ କରୁଛନ୍ତି, କୋଉ ଲୋକ ସାଙ୍ଗ ପାଖକୁ ମିଳିବାକୁ ଆସୁଛନ୍ତି, ଶ୍ରୀ ଠାକୁରଙ୍କର ମନ ପ୍ରଫୁଲ୍ଲିତ ଅଛି ନା ବିଷର୍ଣ୍ଣ ଅଛି, ଶ୍ରୀ ଠାକୁରଙ୍କର ପେଟ କେମିତି ଅଛି, ଆଉ କୋଉ ପାଣିରେ ଠାକୁର ସ୍ନାନ କରୁଛନ୍ତି, କୋଉ ପାଣିରେ ସ୍ନାନ କଲେ ଠାକୁର ସ୍ୱୟଂ ସୁସ୍ଥ ରହିବେ। ଏଇ ସବୁ ଜିନିଷ ଗୁଡା ଶ୍ରୀ ବଡମା ନିଜର ତୀକ୍ଷ୍ଣ ଦୃଷ୍ଟି ଥାଏ ସଦାବେଳେ। ଯେତେବେଳେ ତାଙ୍କର ଶରୀରର ଓଜନ ବଢିଗଲା ଆଉ ଯେତେବେଳେ ତାଙ୍କର ପାଦରେ ପେନ୍ ହବା ଆରମ୍ଭ କଲା, ତାଙ୍କୁ ଚାଲିବାରେ ଟିକେ ପ୍ରୋବ୍ଲେମ ହେଲା, ସେତେବେଳେ ବି ସେ ଠାକୁରଙ୍କ ପାଖକୁ କୌଣସି ଭକ୍ତଙ୍କୁ ପଠେଇ ଏଇ ସବୁ ଜିନିଷଟାକୁ ବୁଝୁଥିଲେ। ଆଉ ଦେଓଘରର ଲୀଳାରେ ଆମେ ବି ଦେଖୁ ପ୍ରଥମ ଭାଗରେ ଯେତେବେଳେ ଆଶ୍ରମରେ ଇଲେକ୍ଟ୍ରିସିଟି ନଥିଲା ସେତେବେଳେ ଠାକୁରଙ୍କର ଆଶ୍ରମ ପ୍ରାଙ୍ଗଣରେ ପହରା ଦେବା ପାଇଁ ଇନ୍ତଜାମ କରାହେଇଥିଲା। ଠାକୁର ବଙ୍ଗଳାର ଗେଟ ରୁ ନେଇ ସେ ପହରା ଆରମ୍ଭ ହଉଥିଲା। ଆଉ ଠାକୁରଙ୍କର ବିଶାଳ ସେଇ ବଡାଲ ବଙ୍ଗଲା ର ଚବୁତରାରେ ବି ସେ ଚାରିପଟେ ରହି ଲୋକମାନେ ପହରା ବି ଦଉଥିଲେ। ଆଉ ଯୋଉମାନେ ବି ପହରା ଦଉଥିଲେ ତାଙ୍କୁ ଗୋଟେ ଲମ୍ବି ଲାଠି ଆଉ ଟର୍ଚ ବି ଦିଆଯାଉଥିଲା, ସେମାନେ ସେଇଥିରେ ପହରା ଦଉଥିଲେ। ଆଉ ଆଉ ତାଙ୍କୁ ସେଇ ଲାଠି ଆଉ ଟର୍ଚକୁ ସକାଳେ ଜମା କରିବାକୁ ହିଁ ପଡୁଥିଲା। ଆଉ ଏହା ବି ବହୁତ କାଂଶରେ ଦେଖାଯାଇଛି ଶ୍ରୀ ବଡମା ଲଗଭଗ ରାତିରେ ବି ସେ ବେଳେ ବେଳେ ବି ସେ ନିରୀକ୍ଷଣ କରୁଥିଲେ ସେ ଆଶ୍ରମରେ। ଶ୍ରୀ ବଡମା ଲଗଭଗ ରାତି 2ଟା ବେଳେ ନିଜକୁ ନିରୀକ୍ଷଣ ବି ନିଜେ ସେଇ ଆଶ୍ରମ ନିରୀକ୍ଷଣ କରୁଥିଲେ। ଆଉ ସେ ପହରଦାର ମାନଙ୍କୁ ପତା ରହୁଥିଲା କି ଶ୍ରୀ ବଡମା ଯେକୌଣସି ମୋମେଣ୍ଟରେ ବି ଏଇଠିକି ଆସିପାରନ୍ତି, ସେମାନେ ସେଇଥିପାଇଁ ବହୁତ ସତର୍କତା ବି ଅବଲମ୍ବନ କରୁଥିଲେ। ଆଉ ଶ୍ରୀ ବଡମା ପ୍ରାୟ ନିଃଶବ୍ଦ ନିଜର ପାଦରେ ହିଁ ବୁଲୁଥିଲେ, କେହି କାହାକୁ ବି ଜଣା ବି ପଡୁନଥିଲା। ଗୋଟେ ଦିନ ସେଇଭଳି ଗୋଟେ ମଜାଦାର ଘଟଣା ହେଇଛି। ଜଣେ ପହରେଦାର ତାର ବରଣ୍ଡାରେ ସେ ଟର୍ଚ ଆଉ ଲାଠି ତାର ନିଜର ପାଖରେ ରଖି ସେ ଶୋଇ ଯାଇଛନ୍ତି। ଗହରୀ ରାତ୍ରିର ସମୟ, ବଡମା ଯେତେବେଳେ ବୁଲି ବୁଲି ଆସି ସେଇଠି ପହଞ୍ଚି ଯାଇଛନ୍ତି, ଯେତେବେଳେ ସେ ଟିକେ ୱେଟ କରି ଦେଖୁଛନ୍ତି, ନିଃଶବ୍ଦ ପୂର୍ବକ ସେ ଦେଖୁଛନ୍ତି ଆଉ ଦେଖୁଛନ୍ତି ସେ ଶୋଇଯାଇଛି, ସେ ଲାଠି ଆଉ ଟର୍ଚକୁ ନିଜେ ଉଠେଇକି ନେଇ ଆଣିକି ନିଜର କକ୍ଷକୁ ଚାଲି ଯାଇଛନ୍ତି। ଏପଟେ ଯେତେବେଳେ ପହରେଦାରର ନିଦ ଭାଙ୍ଗିଲା, ତାଙ୍କର ପୁରା ଦିମାଗ ପୁରା ଖରାପ, କଣ କରିବି, ସେ ଟର୍ଚ ଆଉ ଲାଇଟ ମାନେ ଲାଠି ବର୍ତ୍ତମାନ କିଏ ନେଇକି ଯାଇଛନ୍ତି, ମୁଁ ତ ବହୁତ ବଡ ଅପରାଧ କରିଦେଲି। ଏଇ ଡରରେ ସିଏ କିନ୍ତୁ ସେ ବୁଝିଗଲେ କି ଶ୍ରୀ ବଡମା ତ ବେଳେ ବେଳେ ନିରୀକ୍ଷଣ ପାଇଁ ଆସନ୍ତି ପ୍ରାୟ ଟାଇମ, ହୁଏତ ମୋର ଅପରାଧ ଆଜି ତାଙ୍କ ଆମ ସାମ୍ନାରେ ଧରା ପଡିଗଲା, ମୁଁ ଯାଇ ତାଙ୍କୁ କାକୁତି ମିନତି କରେ
ସେ ସିଧା ଆଉ କୁଆଡେ ନ ଯାଇ ଶ୍ରୀ ବଡମାଙ୍କ ଘରଙ୍କ ସାମ୍ନାରେ ଯାଇ ଜୋର ଜୋରରେ ଯେତେବେଳେ କାନ୍ଦିବାକୁ ଲାଗୁଛନ୍ତି, ସେଠି ଶ୍ରୀ ବଡମା ତାଙ୍କୁ ଟିକେ ଡରେଇବା ମାନେ କହିଲେ, ଟିକେ ଜଷ୍ଟ ଆକ୍ଟିଂ କରି କହିଲେ, ତମର ଲାଠି ଟର୍ଚ୍ଚ କୋଉଠି ଅଛି ମତେ କଣ ଜଣା। ସେଇ ପହରାଦାର କିନ୍ତୁ ବହୁତ ଡରି ଯାଉଛନ୍ତି, କାହିଁକି ନା ତାଙ୍କୁ ଜଣା ଅଛି ନିହାତି ଶିଶି ମାଙ୍କ ପାଖରେ ହିଁ ସେ ଥିବ। ସେ ବାରମ୍ବାର ଯେତେବେଳେ କ୍ଷମା ମାଗୁଛନ୍ତି, ସେଇ ଅପରାଧକୁ ସ୍ୱୀକାର କରି ଯେତେବେଳେ କ୍ଷମା କରିଦେଲେ ଶିଶି ମା, ଆଉ ତାଙ୍କୁ ଦେଇଦେଲେ ସେଇ ଟର୍ଚ୍ଚ ଆଉ ତାଙ୍କ ଲାଠି, ଆଉ କହୁଛନ୍ତି ଯେତେ ପର୍ଯ୍ୟନ୍ତ ତମେ ପହରା ଦବ ସେଇ ପର୍ଯ୍ୟନ୍ତ ତମେ ଏଇଭଳି ଗଲତି ଆଉ କେବେ ବି କରିବନି। ଆଉ ସନ୍ଧ୍ୟାର ପରେ ଯେତେବେଳେ ପରିବାରର ସମ୍ପୂର୍ଣ୍ଣ କାମ ଯେତେବେଳେ ଶିଶି ବଡମା ଶେଷ କରି ଆଶ୍ରମର ମାତାମାନଙ୍କ ସହିତ ତାଙ୍କର ବି ବହୁତ ଆଳାପ ଆଲୋଚନା ରୁହେ। ସେଇ ଆଳାପ ଆଲୋଚନା ଏତେ ମୁସ୍କିଲ ରହିଯାନ୍ତି, ଯୋଉ ମା ମାନେ ଯାଇକି ଶିଶି ବଡମା ପାଖରେ ରୁହନ୍ତି, ସେମାନଙ୍କ ସେଠାରୁ ଆସିବାର ମନ ବି ଲାଗେ ନା ଆଉ ସେ ଏତେ ଜୋରରେ ବି ଆଲୋଚନା ଥାଏ। ସେପଟେ ଶ୍ରୀ ଠାକୁର ବି ଦୂରରେ ବସି ଭକ୍ତ ମାନଙ୍କୁ କୁହନ୍ତି ଦେଖ ବର୍ତ୍ତମାନ ଗୋଟେ ଆଡା ଚାଲିଛି ସେଇଠି। ଏମିତି ତାଙ୍କର ମାନେ ଶ୍ରୀ ଠାକୁର ଆଉ ଶ୍ରୀ ବଡମାଙ୍କର ଏଇଭଳି ଯୋଉ ସମ୍ପର୍କକୁ ମାନେ କେହି ଏମିତି ଭାବିଲେ ବି ବିଶ୍ୱାସ ବି କରିହବନି। ଆଉ ବହୁତ ଭକ୍ତ ବି ତାଙ୍କ ପାଖରେ ଯୋଉମାନେ ଥିଲେ ସେମାନେ ବି ଅନୁଭବ କରିଛନ୍ତି। ଶ୍ରୀ ଠାକୁର ଯେତେବେଳେ ବଡ ବାଙ୍ଗଲାରେ ରହୁଥିଲେ, ତାଙ୍କର କିଛି ଦୂରରେ ଗୋଟେ ଛୋଟ ରୁମ ରେ ଶ୍ରୀ ବଡମା ରହୁଥିଲେ। ଆଉ ସେଇ ଭିତରେ ସବୁ ଜିନିଷଟା ସେ ରେଡି କରି ରଖୁଥିଲେ। ସେ ଭକ୍ତ ମାନେ ବହୁତ ଆକାଂଶରେ କହିଛନ୍ତି, କହୁଛନ୍ତି ଶ୍ରୀ ଠାକୁର ଯେତେବେଳେ ଇଶାରେ ଇଶାରେ କିଛି କୁହନ୍ତି ଆମେ ବି ବୁଝିପାରୁନୁ, ଆମେ ତାଙ୍କ ସାମ୍ନାରେ ବୁଝିପାରୁନୁ, କିନ୍ତୁ ଶ୍ରୀ ବଡମା ଏତେ ଦୂରରେ ରହି ଗୋଟେ ଅଲଗା ରୁମ ରେ ରହି ସେ ସେଇଠି ବୁଝନ୍ତି। ଶ୍ରୀ ଠାକୁର ବେଳେ କୁହନ୍ତି ମୁଁ ଉଠିବି, ମୁଁ ଏଠୁ ଉଠିବି, ଭକ୍ତମାନେ କିଛି ବୁଝିପାରନ୍ତିନି। ଶ୍ରୀ ବଡମା କିନ୍ତୁ ସେ ଦୂରରେ ରୁମ ରେ ଥାଇ ସେତେବେଳେ ସିଏ କୁହନ୍ତି ହଁ ହଁ ଏବେ ଉଠି ଯାଆନ୍ତୁ। ମାନେ ତାଙ୍କର ସେନ୍ସିଟିଭନେସ ଏମିତି ଥିଲା, ମାନେ ଦୁଇ ଜଣ ଯାକ ମନ ଏକ। ସେଇ ଜିନିଷ ମାନେ ଭକ୍ତମାନେ ବହୁତ କାଂଶରେ ସେଟା ଅନୁଭବ କରିଛନ୍ତି। ତେଣୁ ତାଙ୍କର ବିଷୟରେ ବର୍ତ୍ତମାନ କିଛି ଯଦି ଘଟଣାବଳୀ କି ଯଦି ଆଲୋଚନା କରିବାକୁ ଆମେ ଆସିବା, କିଛିଟା ଘଟଣାବଳୀ ଯୋଉଟା କି ଜୀବନରେ ବହୁତ ପ୍ରେରଣା ଦିଏ, ସେଇଥିରେ ବି ଆମେ ଆଲୋଚନା କରିବା। ଯେମିତି ଠାକୁର 1952 ଡିସେମ୍ବର ମାସରେ ବହୁତ କଡକି ଥଣ୍ଡା ଅଛି, ଆଉ ଠାକୁର ସେତେବେଳେ ଦୁମକାରେ ଅବସ୍ଥାନ କରୁଥାନ୍ତି। ଆଉ ଦୁମକା ସହରର ଅନ୍ତିମ ଭାଗରେ ସେ ଗୋଟେ ଜଙ୍ଗଲରେ ଗୋଟେ ମୁଖାର୍ଜୀ ପାର୍କ, କିଛି ଦିନ ସେଇଠି ପରମ ପ୍ରେମ ଶ୍ରୀ ଠାକୁର ନିଜ ଅବସ୍ଥାନ କରୁଥାନ୍ତି। ସେ ପାର୍କରେ ଛୋଟ ବଡ କିଛି ଘର ବି ଥିଲା, ଯୋଉଥିରେ କି ଶ୍ରୀ ଠାକୁରଙ୍କର ଧର୍ମାଙ୍ଗିନୀ ପରମ ପୂଜନୀୟ ଶ୍ରୀ ବଡମା ବି ରହୁଥିଲେ। ଆଉ ସେଇ ସାମ୍ନାରେ ଗୋଟେ ବିରାଟ ତମ୍ବୁ ବି ଲଗା ଯାଇଥିଲା, ଯୋଉଠି କି ଶ୍ରୀ ଠାକୁର ରାତ୍ରିରେ ସେ ଶୟନ କରୁଥିଲେ। ଆଉ ତାଙ୍କ ଶିଷ୍ୟ ବର୍ଗ ସବୁ ବାହାରେ ଆସି ବସିକି ଆଳାପ ଆଲୋଚନା କରୁଥିଲେ। ଶ୍ରୀ ଠାକୁର ଯେତେବେଳେ ଶୋଇଯାଆନ୍ତି, ସେ ଶ୍ରୀ ପ୍ରଫୁଲ୍ଲ କୁମାର ଦାସଙ୍କ ଦ୍ୱାରା ସେଇଠି ବି ଦୁମକାରେ ବି ଠାକୁରଙ୍କର ବହୁତ ବାଣୀ ବି ଅଛି। ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ବି ନିଜେ ସେ ବାଣୀକୁ ନୋଟ କରିଛନ୍ତି। ଗୋଟେ ଦିନ ହଠାତ୍ ସେ ରାମାନନ୍ଦନ ପ୍ରସାଦ ଦାଦା ତାଙ୍କର ଅନୁଭୂତି କହୁଛନ୍ତି। ସେ କହୁଛନ୍ତି ଗୋଟେ ଦିନ ହଠାତ୍ ମଧ୍ୟରାତ୍ରିରେ ମୋ ନିଦ ଭାଙ୍ଗିଗଲା। ମୁଁ ଯେତେବେଳେ ବାଥରୁମରୁ ଯାଇ କି ବାହାରକୁ ଯେତେବେଳେ ବାହାରିଲି, ମୋର ଯେତେବେଳେ ନଜର ପଡିଲା ଶ୍ରୀ ଠାକୁରଙ୍କ ଟେଣ୍ଟ ପରେ, ମୁଁ ଦେଖିଲି କଣ ଟେଣ୍ଟର ତ ଚାରିପଟେ କିଏ ଜଣେ ଏମିତି କଣ ବୁଲୁଛନ୍ତି। ଏତେ ନିସ୍ତବ୍ଧ ରାତିରେ, ଥଣ୍ଡା ମଧ୍ୟରାତ୍ରି, ଆଉ ଚାରିପଟେ କିଏ ବର୍ତ୍ତମାନ ଏଇଠି ଏତେ ସାହସ କାହାର ଯେ ଏମିତି ଏମିତି ବୁଲୁଛନ୍ତି। ସେଇ ଜଙ୍ଗଲ ବହୁତ ଭୟଙ୍କର ଜଙ୍ଗଲ ବି, ସେଇ ଘଞ୍ଚ ଜଙ୍ଗଲ ଭିତରେ ଏଇ ଗହରୀ ରାତ୍ରିରେ ଏ ପରିକ୍ରମା କିଏ ଦଉଛନ୍ତି ଠାକୁରଙ୍କ ଟେଣ୍ଟର ଚାରି ପାଖରେ? କାହାର ମାନେ ଏମିତି ଦୁଃସାହସ, କିଏ ଏମିତି ସାହସ ରଖିପାରେ? ସେଇ ଦରୱାନ ପହେଦାର ତ କେହି ସେଇ ଟାଇମରେ ରଖାଯାଇନଥିଲା, କିନ୍ତୁ କିଏ ସେ ଶିଷ୍ୟ ବର୍ଗ ତ କେହି ନାହାନ୍ତି। ମାନେ କିଏ ତାହେଲେ ଶିଷ୍ୟ ବର୍ଗ ନା କଣ? ସେ ଯାଇକି ଚୁପଚାପ ଯେତେବେଳେ ଯାଇକି ଦେଖୁଛନ୍ତି କି କେହି ନାହାନ୍ତି, ସେଇଠି ଶ୍ରୀ ବଡମା ହିଁ ପହରା ଦଉଛନ୍ତି। ତାଙ୍କର ସେଇଟା ମନ ପଡିଯାଉଛି। ସେ ରାମାନନ୍ଦ ପ୍ରସାଦ ବ୍ୟକ୍ତ କରୁଛନ୍ତି, ଯେମିତି ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କର ଯେତେବେଳେ ସେ ଜଙ୍ଗଲରେ କାଟୁଥିଲେ, ସେଇ ମହାମାନନୀୟ ମାତା ସୀତା ଯେମିତି ନିର୍ଭର ହେଇ ଶ୍ରୀରାମଙ୍କର ପେହରିଦାରୀ କୁ ତାଙ୍କୁ କରୁଥିଲେ, କୌଣସି ଜୀବଜନ୍ତୁ ପ୍ରତି କିଛି ଡର ନଥାଇ ତାଙ୍କର ଏତେ ଆତ୍ମବିଶ୍ୱାସ, ସେଇ ମୁଁ ଆଜି ସାମ୍ନାରେ ହିଁ ସେଇଠି ଦେଖିଲି। ଥରେ ପୂଜନୀୟ ଶ୍ରୀ ଛୋଟଦା
ତାଙ୍କର ଉତ୍ସବ କାଳରେ ଯେତେବେଳେ ହିନ୍ଦୀର ନାଟକର ମଞ୍ଚନ ର କାର୍ଯ୍ୟକ୍ରମ ସେ କରନ୍ତି, ସେଇଠି ଚନ୍ଦ୍ରେଶ୍ୱର ଶର୍ମା ଦାଦା କୁ ସାହାଯ୍ୟ କରିବା ପାଇଁ ସେ ହୁଏତ ବହୁତ ଅଭିନେତାଙ୍କୁ ହିନ୍ଦୀର ଉଚ୍ଚାରଣ ବି ଶିଖେଇ ଦେବା ପାଇଁ ସେ ଆଦେଶ ଦେଇଥିଲେ। ସେ ରିହର୍ସଲ ସବୁଦିନ ଚାଲେ। ଥରେ ଚନ୍ଦ୍ରଗୁପ୍ତ ନାମକ ଅନୁଦିତ ହିନ୍ଦୀ ପୁସ୍ତକ ଅଣାଗଲା। ଆଉ ଯେତେବେଳେ ଉତ୍ସବ ଆରମ୍ଭ ହେଇଛି, ସେ ଚନ୍ଦ୍ରଗୁପ୍ତର ନାଟକ ସେ ମଞ୍ଚନ କରିବା ପାଇଁ ଯେତେବେଳେ କାର୍ଯ୍ୟକ୍ରମ ଚାଲିଛି, ସେଇଦିନ ସେ ଗ୍ରୀନ ରୁମ ରେ ସେ ବସିଛନ୍ତି। ଆଉ ଯେତେବେଳେ ଅଭିନେତା ମାନଙ୍କର ଯେତେବେଳେ ସମସ୍ତେ ତୟାର ହେଇଗଲେ, ଶ୍ରୀ ଛୋଟଦା ସେ ଆଦେଶ ଦେଲେ କି ମାଙ୍କୁ ଏଇଠିକି ନେଇ ଆସ, ବର୍ତ୍ତମାନ ନାଟକ ଆରମ୍ଭ ହେଇଯିବ। ଆଉ ମାଙ୍କୁ ଯେତେବେଳେ ମା ଆସିଲେ ହିଁ ଏଇଠି ଯାଇକି ନାଟକ ଆରମ୍ଭ ହବ। ଯେତେବେଳେ ଠାକୁର ବଙ୍ଗଳାରେ ଶ୍ରୀ ବଡମାଙ୍କ ନିକଟକୁ ଆସି ପୂଜନୀୟ ଛୋଟଦାଙ୍କର ଆଦେଶ ଶୁଣା ଯାଉଛି, ପୂଜନୀୟ ବଡମା ବହୁତ ଦୃଢ ସ୍ୱରରେ ଉତ୍ତର ଦଉଛନ୍ତି, ଏପର୍ଯ୍ୟନ୍ତ ଠାକୁରଙ୍କର ଭୋଗ ଲାଗିନାହିଁ। ଆଉ ଯେପର୍ଯ୍ୟନ୍ତ ତାଙ୍କ ଭୋଗ ଲାଗିନି, ତାଙ୍କ ଭୋଜନ ହେଇନି, ମତେ ଯଦି ଯମ ବି ଯଦି ଡାକିବ, ମୁଁ ତାହେଲେ ସେଇଠିକି ଯିବି ନାହିଁ। ମାନେ କାହିଁକି ନା ଭୋଗ କାଳରେ ଶ୍ରୀ ବର୍ମା ନିଜର ଉପସ୍ଥିତି ସଦାବେଳେ ରଖୁଥିଲେ। ଆଉ ଏତେ ରସୋୟା ରହିବା ପରେ ବି ନିଜର ଆଖିରେ ନିଜେ ହିଁ ସେ ସବୁ ଦେଖଭାଲ କରୁଥିଲେ। ଠିକ ସମୟରେ ସେ ଆସି ଠାକୁରଙ୍କର ଭଜନ ହଉଛି ନା ନାହିଁ, ସେ ସବୁ ନିଜର ହିଁ ତାର ତତ୍ତ୍ୱାବଧାନ କରୁଥିଲେ। ତେଣୁ ତାଙ୍କର ବି ଏଇ ବିଷୟରେ ମାନେ କଣ ଆମେ ଏଇ ଛୋଟ ଛୋଟ ଜିନିଷରୁ ଦେଖାଯାଏ ଆମେ କଣ ଶିଖିବା ଶ୍ରୀ ବର୍ମାଙ୍କୁ। ତାଙ୍କର ବିଶ୍ୱାସର କଥା। ଥରେ ପାବନାରେ ଯେତେବେଳେ ଶ୍ରୀ ଠାକୁର ରହୁଥିଲେ, ବେଳେ ବେଳେ ଆସିକି କୋଲକାତାରେ ରହନ୍ତି। କୋଲକାତାରେ ବିଭିନ୍ନ ଘରେ ଯେତେବେଳେ ଭଡାରେ ମକାନରେ ଇନ୍ତଜାମ କରି ସେତେବେଳେ ରୁହନ୍ତି, ଥରେ ଶ୍ରୀ ଠାକୁର କେତେ ଲୋକଙ୍କୁ ନେଇ ମାନିକତଲାରେ ଗୋଟେ 2 ମଞ୍ଜିଲି ଭଡା ଘରେ ସେ ରହୁଥିଲେ। ସେ ଦ୍ୱିତୀୟ ମଞ୍ଜିଲିର କମରାରେ ଶ୍ରୀ ଠାକୁର ରହୁଥିଲେ। ଆଉ ଶ୍ରୀ ବର୍ମା ଶ୍ରୀ ଠାକୁରଙ୍କୁ ଛାଡିକି ଆଉ ଗୋଟେ କମରାରେ ସେଠି ରହୁଥିଲେ। ଥରଟେ ଏକଦମ ସେ ଅଚାନକ ସେଠି ଭୂକମ୍ପ ଆସିଛି। ପୁରା ମକାନ ବି ସେ ମାନେ ହଲିବାରେ ଲାଗିଲାଣି। ଶ୍ରୀ ଠାକୁର ଭକ୍ତମାନଙ୍କୁ କହୁଛନ୍ତି, ଏ ସମସ୍ତେ ମକାନର ବାହାରକୁ ପଳେଇ ଆସ, ଘରୁ ବାହାରକୁ ପଳେଇ ଆସ। ଶ୍ରୀ ବର୍ମା କିନ୍ତୁ ସେଇ କମରାରେ ହିଁ ଅଛନ୍ତି। ଶ୍ରୀ ଠାକୁର ତଳେ ଆସି କି ଜୋର ଜୋରରେ ଆବାଜ ଦଉଛନ୍ତି ଶ୍ରୀ ବର୍ମାଙ୍କୁ କି ଆସିଯାଅ ଆସିଯାଅ, କିନ୍ତୁ ଶ୍ରୀ ବର୍ମା ସେଇଠିକି ଆସୁନାହାନ୍ତି। ଆଉ ସେପଟେ ସେତିକି ଯେତିକି ଲୋକ ଥିଲେ ସମସ୍ତେ ଜୋର ଜୋରରେ ଚିଲଉଛନ୍ତି, କିନ୍ତୁ ଶ୍ରୀ ବର୍ମା ଯେପର୍ଯ୍ୟନ୍ତ ଭୂମିକମ୍ପ ସରିନି ସେ ପର୍ଯ୍ୟନ୍ତ ଆସି ହିଁ ନାହାନ୍ତି। ଆଉ ଯେତେବେଳେ ଭୂକମ୍ପ ରହିଗଲା, ଯେତେବେଳେ ସେ ଆସିଲେ ସେ ମାଙ୍କ ପାଖକୁ, ସମସ୍ତେ ଆସି ଡରରେ ଯେତେବେଳେ ଆସିକି ପଚାରୁଛନ୍ତି, ମା ଆପଣ କାହିଁକି ଆସିଲେନି? ଆପଣଙ୍କ ତ ଆମେ ତ ସବୁ ଡରି ଯାଇଥିଲୁ, ଆପଣ କାହିଁକି ଆସିଲେନି? ଯେମିତି ମକାନ ମାନେ ଏମିତି ହଲୁଥିଲା। ଶ୍ରୀ ବର୍ମା କହିଲେ, ମୋର ସେଇ ଦୃଢ ବିଶ୍ୱାସ ଥିଲା କି ମୁଁ ଯଦି ସେଇ ଭିତରେ ରହିବି, ଶ୍ରୀ ଠାକୁର କୌଣସି ପ୍ରକାରରେ ବି ସେ ମକାନକୁ ସେ ମାନେ ତାକୁ ଗିରେଇବାକୁ ଦେବେ ହିଁ ନାହିଁ। ସେ ତାକୁ ସେ ପଡିବନି, ସେ ମକାନରେ କିଛି ବି ହବନି। ମୋର ସେଇ ଦୃଢ ବିଶ୍ୱାସ ଥିଲା। ଯଦି ମୁଁ ବାହାରକୁ ଆସି ଯାଇଥାନ୍ତି, ସେ ମକାନ ଯଦି ପଡି ଯାଇଥାନ୍ତା, ଠାକୁରଙ୍କର ବହୁତ ଆବଶ୍ୟକ ଜିନିଷ ଏଇଥରେ ଥିଲା, ସେଟା ସବୁ ନଷ୍ଟ ହେଇଯାଇଥାନ୍ତା। ସେଇଥିପାଇଁ ମୁଁ ସେଇ ଭିତରେ ଆସିଲିନି। ଏଇଭଳି ତାଙ୍କର ଅଟଳ ବିଶ୍ୱାସ ଥିଲା। ଥରେ ଶ୍ରୀ ଠାକୁରଙ୍କ ପାଖକୁ ଜଣେ ମା ବହୁତ ପରିଶାନ ହେଇ ମନ୍ଦ କରିକି ଆସି କହୁଛନ୍ତି, ଠାକୁର ମୁଁ ବହୁତ ଅଶାନ୍ତିରେ ଅଛି ଠାକୁର। ଶ୍ୱଶୁରାଳରେ ମତେ କେହି ବି ଭଲ ବ୍ୟବହାର କରନ୍ତି ନାହିଁ। ମୋର ଶାଶୁ ନଣନ୍ଦ ଦିନ ରାତି ମତେ ସଦାବେଳେ ଖାଲି ପାଟି କରନ୍ତି, ବିଗଡନ୍ତି। ଆଉ ମୋର ସ୍ୱାମୀ ମତେ ବି ସହି ଭଲ ଭାବରେ କଥା ହୁଅନ୍ତିନି। ଆଉ ମତେ ବର୍ତ୍ତମାନ ବଞ୍ଚିବାକୁ ଇଚ୍ଛା ନାହିଁ ଠାକୁର। ଶ୍ରୀ ଠାକୁର ତାଙ୍କୁ ପଚାରୁଛନ୍ତି, ତମେ କେବେ ଅର୍ବିର ପତାର ଶାଗ ବନେଇ ଜାଣିଛ? ଅର୍ବି ମାନେ ସାରୁର ପତାର ଶାଗ ବନେଇ ଜାଣିଛ? ସେ ନାହିଁ ଠାକୁର, ମୁଁ ତ ସେଇ ବ୍ୟଞ୍ଜନ ଜାଣିନି। ଶ୍ରୀ ଠାକୁର କହୁଛନ୍ତି, ବଡି ବୋହୂଙ୍କ ପାଖକୁ ମାନେ ଶ୍ରୀ ବଡମାଙ୍କ ପାଖକୁ ଯାଅ, ଆଉ ତାଙ୍କୁ ସେଇ ଶାଗ ବିଷୟରେ ତମେ ଶିଖିଯାଅ। ଯେତେବେଳେ ସେଇ ମା ଜଣଙ୍କ ଶ୍ରୀ ବଡମାଙ୍କ ପାଖକୁ ଆସିକି କହୁଛନ୍ତି, ମତେ ସେଇ କଚୁର ପତ୍ରର ଶାଗ ଟିକେ ଶିଖେଇ ଦିଅନ୍ତୁ। ଶ୍ରୀ ବଡମା ତାକୁ କଚୁର ଶାଗ, କଚୁର ଲତି, କଚୁର ସିଙ୍ଗିଡି, କଟହଲ, କଲିଆ, ଏଇ ଟାଇପର ବହୁତ ବ୍ୟଞ୍ଜନ ରେଣୁମା, କାଳିଦାସୀ ମା ଆଉ ଜଗେଶ୍ୱର ରସୋୟାର ମାଧ୍ୟମରେ ସେ ଶିଖେଇ ଦଉଛନ୍ତି। କିଛି ଦିନ ଭିତରେ ସେଇ ମା ସେଇ ସବୁ ବ୍ୟଞ୍ଜନ ଟାକୁ ଶିଖି ଯାଉଛନ୍ତି।
ଆଉ ସେ ମାଙ୍କ ଭିତରେ କଥା ହେଇ ଶ୍ରୀ ବଡମା ବୁଝିଲେ କି ଜାଣିପାରିଲେ କି ତାଙ୍କର ଅଶାନ୍ତିର ମୂଳ କାରଣ ହଉଛି ସେ ସନ୍ତାନହୀନତା। ତାଙ୍କର ବିବାହର ବହୁତ ବର୍ଷ ବ୍ୟତୀତ ହେଇଯାଇଥିଲେ ବି ତାଙ୍କର କୌଣସି ସନ୍ତାନ ହଉନଥିଲେ। ଦେଓଘରରେ କିଛି ଦିନ ରହିଲା ପରେ ଶ୍ରୀ ବଡମା ଆଶୀର୍ବାଦ ଦେଇ ତାଙ୍କୁ କହୁଛନ୍ତି ତମେ ଏବେ ଯାଅ, ତମେ ଶ୍ୱଶୁରାଳ ଯାଅ, ତମେ ଶ୍ୱଶୁର, ଶାଶୁ, ସ୍ୱାମୀ ସମସ୍ତଙ୍କୁ ଯତ୍ନର ସହିତ ସେବା କର। ଆଉ ସବୁଦିନ ଏଇ ନୂଆ ନୂଆ ବ୍ୟଞ୍ଜନ ଯାହା ଏଇଠି ଶିଖିଛ ସେଇ ନୂଆ ନୂଆ ବ୍ୟଞ୍ଜନ ତାଙ୍କୁ ଖିଲାଅ, ଦେଖିବ ତମକୁ ସମସ୍ତେ ଭଲ ପାଇବେ ଆଉ ତମେ ସନ୍ତାନର ମା ହିଁ ହେଇଯିବ। ଆଉ ଶ୍ରୀ ଠାକୁରଙ୍କ ଦୟାରେ ଶ୍ରୀ ବଡମାଙ୍କର ଆଶୀର୍ବାଦରେ ସେଇ ମା ଜଣଙ୍କର ବି ସନ୍ତାନ ବି ହେଇଛି। ଆଉ ସେଇ ସନ୍ତାନକୁ ଥରେ ଗୋଦିରେ ନେଇ ସେ ଯେତେ ଆସୁଛନ୍ତି ମାଙ୍କୁ ଦେଖି ହସି ହସି କହୁଛନ୍ତି ଠାକୁର ଆଉ ଆପଣଙ୍କ ଆଉ ମାଙ୍କ ଦୟାରେ ମୋର ବର୍ତ୍ତମାନ ସନ୍ତାନ ହେଇଛି ଆଉ ମୁଁ ବର୍ତ୍ତମାନ ବହୁତ ଆନନ୍ଦରେ ହିଁ ଅଛି। ଆମେ ଜାଣିଛେ 1954 ର ଗୋଟେ ଘଟଣା, ଯେତେବେଳେ ଶ୍ରୀ ଠାକୁର ଜାମତାଲ ଶ୍ରୀଆଙ୍ଗନରେ ଗୋଟେ ତମ୍ବୁରେ ରହିବା ଆରମ୍ଭ କରିଥିଲେ। ସେଇ ସମୟରେ କୌଣସି ସ୍ଥାୟୀ ଘର ତ ସେଇଠି ନଥିଲା। ଶ୍ରୀ ଠାକୁର ଯୋଉ ତମ୍ବୁରେ ରହୁଥିଲେ ସେଠାକାର ଲୋକଙ୍କର ସହିତ ବାର୍ତ୍ତାଳାପ ହିଁ କରୁଥିଲେ। କିଛି ଦିନ ସେଇଠି ରହିଲା ପରେ ଗୋଟେ କାଠର ଘର ବନା ଯାଇଥିଲା, ଯାହାର ଛାତ ପ୍ରଥମେ ଆଜବେଷ୍ଟ ଥିଲା ଆଉ ଚାରିଥର ବଡ ବଡ ଖିଡକି ଦରବାଜା ଆଉ ବି ଲଗା ଯାଇଥିଲା। ଆଉ ଦରବାଜା ଖିଡକି ଖୋଲିଲେ ସେ ରୁମ ଭିତରକୁ ରୋଶନୀ ଆଉ ହାୱା ବି ଆସୁଥିଲା। ଆଉ ସେଇ ରୁମ ର ଗୋଟେ ସାଇଡ ରେ ଗୋଟେ ବାଥରୁମ ବି ରଖାଯାଇଥିଲା। ଆଉ ବହୁତ ବଡ ଜାମୁନର ପେଡ ଥିଲା। ଆମେ ଯୋଉମାନେ ଜାମତାଲା ଯାଇଛନ୍ତି ସେମାନେ ଯଦି ତାକୁ ଭିଜୁଆଲାଇଜ କରିପାରୁଥିବେ। ଆଉ ସେଇ ବର୍ଷ ଜ୍ୟେଷ୍ଠ ମାସରେ ବହୁତ ଗରମୀ ହଉଛି, ଲୁ ବି ବହୁଛି। ଶ୍ରୀ ଠାକୁର ଗରମୀର କାରଣ ରୁ ସେ ସହି ପାରୁନାହାନ୍ତି। ସେ ଗରମୀ ମାନେ ଗରମଟା ଏତେ ଅସହ୍ୟ, ସେ ଠାକୁର ଯେମିତି ଛଟପଟ ହେଇ ସେ ତାଙ୍କର ଦିନ ବିତଉଛନ୍ତି। କିନ୍ତୁ ଶ୍ରୀ ଠାକୁରଙ୍କର ବଡେ ଦାମାଦ ଶ୍ରୀ ସୁଧାଂଶୁ ମୈତ୍ର ଦାଦା ଯେତେବେଳେ ଆସୁଛନ୍ତି କୋଲକାତାରୁ ଦେଓଘର ଆସୁଛନ୍ତି, ଶ୍ରୀ ଠାକୁରଙ୍କର ଏଇ ଟାଇପର କଷ୍ଟ ଦେଖି ସେ ବହୁତ ଚିନ୍ତିତ ହେଇଯାଉଛନ୍ତି। ସେ ସତ୍ସଙ୍ଗର ଇଞ୍ଜିନିୟର ଶ୍ରୀ ଅଜୟ ଗାଙ୍ଗୁଲି ଦାଦାଙ୍କ ସହିତ ପରାମର୍ଶ କରି ଗୋଟେ ହ୍ୟୁମିଡିଫାୟର ମେସିନ ଲଗେଇବା ପାଇଁ ଯେତେବେଳେ ନିର୍ମମ ନିଆଯାଇଛି, ସେ କୋଲକାତାରୁ କାରିଗର ମାନଙ୍କୁ ଡକି ହ୍ୟୁମିଡିଫାୟର ମେସିନ ସେଠି ଲଗାଯାଇଛି। ଗୋଟେ ଦିନ ଦ୍ୱିପହରେ ଶ୍ରୀ ଠାକୁର ଖାଇବା ପରେ ଶୋଇ ଯାଇଛନ୍ତି। ଦ୍ୱିପହର 3ଟା ବେଳକୁ ତାଙ୍କର ନିଦ ଭାଙ୍ଗିଛି ଆଉ ସେ ବାଥରୁମ ବି ଯାଇଛନ୍ତି। ବାଥରୁମରୁ ହିଁ ତାଙ୍କର ଶରୀର ଧୀରେ ଧୀରେ ବିଗିଡି ଯାଇଛି, ଶରୀର ଅସୁସ୍ଥତା ଆରମ୍ଭ ହେଇଯାଇଛି। ଶରୀରର ଗୋଟେ ପଟର ଅଙ୍ଗ ଲଗଭଗ ଶୂନ୍ୟ, ମାନେ ତାଙ୍କୁ ପାରାଲାଇସିସ ଟାଇପର ସେ ମେହସୁସ କରୁଛନ୍ତି। ସେ ଡକ୍ଟର ପ୍ୟାରୀ ନନ୍ଦିଦା ଆଉ ସରୋଜିନୀ ମା ସମସ୍ତେ ତାଙ୍କର ସାଙ୍ଗରେ ଥିଲେ। ସେମାନେ ତୁରନ୍ତ ତାଙ୍କୁ ଠାକୁରଙ୍କୁ ସେ ବିଛାବନକୁ ତାଙ୍କର ବିଛଣାକୁ ନେଇ ଆସି ତାଙ୍କୁ ଯେତେବେଳେ ବସେଇ ଦେଇଛନ୍ତି, ସୁଲେଇ ଦେଇଛନ୍ତି, ଶ୍ରୀ ଠାକୁରଙ୍କର ହାତ ଆଉ ପାଦ ସବୁ ଶିଥିଳ ହେଇଯାଇଛି, ଦୁଇଟା ଆଖି ସ୍ଥିର ହେଇଯାଇଛି, ଚେହେରା ପୁରା ତରା ବଦଳି ଯାଇଛି। ସମସ୍ତେ ଅସହାୟ, ଠାକୁରଙ୍କୁ କଣ ହେଇଗଲା। ଏଇ ସମାଚାର ଯେତେବେଳେ ଆଶ୍ରମରେ ପହଞ୍ଚି ଯାଇଛି, ଚାରିପଟେ ହୋ ହଲ୍ଲା ହେଇଯାଇଛି। ଆଉ ସେଇ ସମୟରେ ମୁଷଳଧାର ବାରିଶ ବି ବର୍ଷା ବି ଆରମ୍ଭ ହେଇଯାଇଛି। ଆଉ ଶ୍ରୀ ବଡମା କୁ ଯେମିତି ଏଇ ସମାଚାର ମିଳିଛି, ସେ ଦୌଡି ଦୌଡି ଆସି ଶ୍ରୀ ଠାକୁରଙ୍କ ପାଖରେ ପହଞ୍ଚିଛନ୍ତି। ଆଉ ଶ୍ରୀ ବଡଦା ଆଉ ପରିବାରର ଅନ୍ୟ ଲୋକମାନେ ବି ଆସିକି ପହଞ୍ଚି ଯାଇଛନ୍ତି। ପରିବାରର ସବୁ ଲୋକ ଆଉ ଡାକ୍ତର ସମସ୍ତେ ସେ ଭିତରେ କେବଳ ତାଙ୍କୁ ହିଁ ଆଲାଉ କରୁଥିଲା, ଆଉ ବାହାରର କାହାକୁ ବି ଆଲାଉ ବି କରାଯାଇନି। ଶ୍ରୀ ବଡମା ସେଇ ସମୟରେ ଶ୍ରୀ ଠାକୁରଙ୍କର ପାଖରେ ଆସିକି ବସୁଥିଲେ। ଆଉ ଯେପର୍ଯ୍ୟନ୍ତ ସେ ସୁସ୍ଥ ହେଇନଥିଲେ ସେ ପର୍ଯ୍ୟନ୍ତ ତାଙ୍କ ଆଶପାଶରେ ହିଁ ରହୁଥିଲେ। ଜାମତାଲାର ଶ୍ରୀ ଆଙ୍ଗନରେ ବି ସେ ନିଜର ନିତ୍ୟ କ୍ରିୟାଦି କାମ ଶେଷ କରି ପୁରା ଦିନ କିଛି ବି ଖାଉନଥିଲେ, ଖାଲି କେବଳ ପାନ ହିଁ ଖାଉଥିଲେ ଆଉ ପାଣି କିଛି ପିଉଥିଲେ। ଆଉ ସେ ଖାନା ପିନା ପୁରା ଛାଡି ଦେଇଥିଲେ। ଯେତେବେଳେ ଶ୍ରୀ ବଡଦା ଏଇ ସବୁ ଦେଖି ସେ ଆଉ ମାଙ୍କୁ ଆସି ବଡ କାତର ମିନତିରେ ନିବେଦନ କରୁଛନ୍ତି କି କି ମା, ଆପଣଙ୍କ ପାଇଁ ମୁଁ ନିଜ ହାତରେ କିଛି ଫଳର ଜୁସ୍ ବନେଇକି ଆଣିଛି, ଆଉ ଆପଣ ଟିକେ ପିଇ ଦିଅନ୍ତୁ। ଆଉ ତ ଆପଣ ଯଦି ନ ପିଇବେ ତାହେଲେ ମୁଁ ବି ଖାନା ପିନା ବି ଛାଡିଦେବି। ଏହା କହିକି ବି ରିକ୍ୱେଷ୍ଟ କଲା ପରେ ଶ୍ରୀ ବଡମା ଖାଲି ଶ୍ରୀ ବଡଦାଙ୍କର କଥାକୁ ରକ୍ଷା କରିବା ପାଇଁ ସେ ହୁଏତ ସେ ଗ୍ଲାସରୁ ଅଧା ଗ୍ଲାସ ହୁଏତ ପିଉଥିଲେ, କିନ୍ତୁ ଦୀର୍ଘ 42 ଦିନ ବିନା ଖାଇ ବିନା ପିଇ କେବଳ ଗୋଟେ ଗ୍ଲାସ ପାଣି
ଆଉ କିଛି ପାନ ଏମିତି ଖାଇ ଯେ କେମିତି ଜଣେ ନାରୀ ବି ବଞ୍ଚି ପାରନ୍ତି ସେଇଟା ଦେଖିଛନ୍ତି ସେମାନେ, ମାନେ ସମସ୍ତେ ଆଶ୍ରମ ଲୋକ ସେଇ ଅନୁଭବ କରିଛନ୍ତି ସେଇ ଟାଇମରେ। ସେଇ ସତୀବ୍ରତା ନାରୀ ସେ ସାବିତ୍ରୀଙ୍କ କଥା ମନେ ପଡିଯାଏ। ଶ୍ରୀ ଶ୍ରୀ ବଡମାଙ୍କର ଏଇ ସେବାରେ ହିଁ ଶ୍ରୀ ଶ୍ରୀ ଠାକୁର ସ୍ୱସ୍ଥ ହେଇ ଉଠିଲେ ଆଉ ତାଙ୍କର ପାଖରେ ହିଁ ରହିଲେ। ତେଣୁ ଏଇଥିରୁ ଜଣା ପଡେ ଶ୍ରୀ ଶ୍ରୀ ବଡମାଙ୍କର କେତେ ଥିଲା ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି। ସେ ତାଙ୍କର ଜୀବନ ହିଁ ଟୋଟାଲ ଶ୍ରୀ ଶ୍ରୀ ଠାକୁରଙ୍କୁ ହିଁ ନେଇକି ଥିଲା। ଆଉ ବହୁତ ତାଙ୍କର ଜୀବନରେ ବି ଶ୍ରୀ ଶ୍ରୀ ବଡମାଙ୍କ ଜୀବନରେ ବହୁତ ଭକ୍ତ ମାନେ ବି ତାଙ୍କର କରୁଣାମୟୀ ସ୍ୱରୂପକୁ ବି ଜାଣିପାରିଛନ୍ତି। କାହିଁକି ନା ସମସ୍ତେ ଜାଣିଛନ୍ତି ସେ ଶ୍ରୀ ଶ୍ରୀ ଠାକୁରଙ୍କର କେବଳ ସହଧର୍ମିଣୀ ନୁହନ୍ତି, ସେ ସହକର୍ମିଣୀ ମଧ୍ୟ। ଜୀବନରେ ସୁଖ ଦୁଃଖ ଆନନ୍ଦ ସବୁ କିଛି ନେଇକି ସେ ସେ ଠାକୁରଙ୍କୁ। ଥରେ ଜଣେ ମା ଅପରାହ୍ନ ଟାଇମରେ ସେଇ ବସି ସେ ବରଣ୍ଡାରେ ବସି ସେ କାନ୍ଦୁଛନ୍ତି ସେ ନିରାଳା ନିବାସରେ। ସେଇ ଟାଇମରେ ଶ୍ରୀ ଶ୍ରୀ ବଡମା ରହୁଥିଲେ। ଆଉ ତାଙ୍କର ପାଦରେ ଦର୍ଦ ଥିବା ଯୋଗୁ ସେ ବେଶୀ ଚଲାବିଲା କରିପାରୁନଥିଲେ। ଶ୍ରୀମତୀ ଭାରତୀ ଚାଟର୍ଜୀ ମା ଜଣେ ସତ୍ସଙ୍ଗର ନିତ୍ୟକର୍ମୀ ଶ୍ରୀ ନିର୍ମଳ ଚାଟର୍ଜୀଙ୍କର ପତ୍ନୀ, ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଣାମ କରିବା ପାଇଁ ସେ ଆଶ୍ରମକୁ ଆସିଥିଲେ। ପ୍ରଣାମ ଯେତେବେଳେ କରୁଥିଲେ ସେ ଦେଖିଲେ ସେ ଶ୍ରୀ ଶ୍ରୀ ବଡମାଙ୍କର ବାରଣ୍ଡାରେ ସେଇ ବସି ଜଣେ ମା ଜଣେ କଣ କାନ୍ଦୁଛନ୍ତି। ଯେତେବେଳେ ଭାରତ ଚାଟର୍ଜୀ ମା ତାଙ୍କୁ କାନ୍ଦିବାର କାରଣ ପଚାରିଲେ, ସିଏ କହିଲେ ମୋର ଜୀବନରେ ବହୁତ ସମସ୍ୟାରେ ପୁରା ଭରପୁର, ମାନେ ମୋର ବହୁତ ଜୀବନରେ ସମସ୍ୟା, ଆଉ ମୋର କୌଣସି ସନ୍ତାନ ନାହିଁ, ମୋର ପତି ବହୁତ ବିମାର, ସେ ତାଙ୍କର ଇଲାଜ ବି କଣ କେମିତି ହବ ମୁଁ ଜାଣିପାରୁନି। ସେ ଭାରତୀ ଚାଟର୍ଜୀ ସେଇ ମହିଳାଙ୍କୁ ନେଇ ଶ୍ରୀ ବଡମାଙ୍କର ରୁମକୁ ଯାଇ ତାଙ୍କର ସମସ୍ୟାର ବିଷୟରେ ଯେତେବେଳେ ସମ୍ବୋଧନ କଲେ, ଶ୍ରୀ ବଡମାଙ୍କୁ ନିବେଦନ କଲେ, ତାଙ୍କର ଦୁଃଖ ଭରି ସମସ୍ୟା ଶୁଣି ଶ୍ରୀ ଶ୍ରୀ ବଡମାଙ୍କର ଆଖରୁ ବି ଟିକେ ଅଶ୍ରୁ ବି ଆସିଯାଇଛି। ଆଉ ସେ ମହିଳାଙ୍କୁ କିଛି ସମୟ ବସିବା ପାଇଁ କହିଛନ୍ତି। ଆଉ ସେ ମହିଳା ଶ୍ରୀ ବଡମାଙ୍କର ପାଦ ତଳେ ବସିଛନ୍ତି। ଆଉ ସେ ବଡମା ବହୁତ ଆଗ୍ରହ ସହିତ ସେଇ ମହିଳାଙ୍କୁ ତାଙ୍କର କରୁଣା ଭରି ନଜରରେ କେବଳ ଖାଲି ଦେଖି ହିଁ ଚାଲିଛନ୍ତି। କିଛି ସମୟ ପରେ ଶ୍ରୀ ଶ୍ରୀ ବଡମା ସେ ମହିଳାଙ୍କୁ କହୁଛନ୍ତି, ତମେ ଏଇ ସୋମବାରଠୁ ବୈଦ୍ୟନାଥ ଧାମ ମନ୍ଦିରରେ ଯାଇ ତମେ ପୂଜା କର, ଆଉ ତାପରେ ପ୍ରତ୍ୟେକ ସୋମବାର ଦିନ ତମେ ହବିଷାନ ଗ୍ରହଣ କରିବ। ଆଉ ହବିଷାନରେ ସେ ଅରୁଆ ଚାଉଳ ସେଇ ର ଭାତ ବିନା ପାଣି ବାହାର କରିକି, ଆଉ କଚା କେଲାର ଭର୍ତ୍ତା, ମଟରର ଡାଲ, ସୈନ୍ଧବ ଲବଣ, ସେନ୍ଧା ନମକ ଆଉ ଗାଈର କ୍ଷୀର ଖାଇବ। ଆଉ ଦୁଧ କିମ୍ବା କଦଳୀ ଏଇ ସବୁ ଜିନିଷଟା ବି ଖାଇବ। ସେଇ ମା ଜଣକ ଶ୍ରୀ ଶ୍ରୀ ବଡମାଙ୍କର ଆଶୀର୍ବାଦକୁ ନେଇ ଯେତେବେଳେ ପାଳନ କରିଛନ୍ତି, ତାଙ୍କର ଗୋଟେ ସନ୍ତାନ ହେଇଛି, ଗୋଟେ ପୁତ୍ର ସନ୍ତାନ ହେଇଛି। ଆଉ ସେଇ ଟାଇମରେ ଯେତେବେଳେ ଆସୁଛନ୍ତି ସେ ମା ବହୁତ ଖୁସି। ଏଇଭଳି ଶ୍ରୀ ଶ୍ରୀ ବଡମାଙ୍କର ଆଶୀର୍ବାଦରେ କେତେ ନିସନ୍ତାନ ଯେ ସନ୍ତାନ ଲାଭ କରୁଛନ୍ତି ତା ବହୁତ କିଛି ଆମେ ମାନେ ବି ଜାଣିଛେ। ଥରେ 1961 ୟା 62 ର ଘଟଣା। ସେ ଗୋବର୍ଦ୍ଧନ ପଡେଲ ନାମର ଜଣେ ବର୍ଦ୍ଧମାନରେ ଜଣେ ସକ୍ରିୟ କର୍ମୀ, ତାଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ। 4-5 ବିଘା ଜମିର କ୍ଷତିରେ ତାଙ୍କର ପୁରା ପରିବାର ଭରଣ ପୋଷଣ ହଉଥାଏ। ସେ ବହୁତ କଷ୍ଟଦାୟକ ପରିସ୍ଥିତିରେ ଥାଆନ୍ତି। ଥରେ ଦେଓଘରରେ ପରମାରାଧ୍ୟ ଶ୍ରୀ ଶ୍ରୀ ବଡମାଙ୍କ ଶ୍ରୀଚରଣରେ ନିଜର ଆର୍ଥିକ ସମସ୍ୟାର ସମାଧାନ ପାଇଁ ସେ ନିବେଦନ କରୁଛନ୍ତି। ଶ୍ରୀ ଶ୍ରୀ ବଡମା ତାଙ୍କୁ ପଚାରୁଛନ୍ତି, ତମର କଣ ଗୋବିନ୍ଦ ଭୋଗ ଧାନର କ୍ଷତି ଅଛି ନା ନାହିଁ? ସେ ଗୋବର୍ଦ୍ଧନ ଦା କହୁଛନ୍ତି, କ୍ଷତି ତ ଅଛି, କିନ୍ତୁ ଗୋବିନ୍ଦ ଭୋଗର ତ ଧାନର ତ ବେଶୀ ଭଲ ହୁଏନି ସେଇଠି ସେଇ ଏରିଆରେ। ଆଉ ସେ ଧାନ ତ ବହୁତ ମହେଙ୍ଗା ମା। ଶ୍ରୀ ଶ୍ରୀ ବଡମା କିନ୍ତୁ ତାଙ୍କୁ କହୁଛନ୍ତି, ତମେ ଗୋବିନ୍ଦ ଭୋଗର ଧାନର କ୍ଷତି କରିବ, ଆଉ ସେଇଥରେ ଯୋଉ ଚାଉଳ ହବ ସେଇ ଚାଉଳକୁ ବଜାରରେ ନେଇକି ବିକ୍ରି କରିବ, ଆଉ ସେଇ ବିକ୍ରି କରିବା ପଇସାରେ ତମେ ଯୋଉ ଚାଉଳ ଖାଅ ସେଇ ଚାଉଳକୁ କିଣିକି ଖାଇବ, ଆଉ ଏମିତି କରି କିଛି କିଛି ସଂଗ୍ରହ କରିକି ହିଁ ରଖିବ। ପ୍ରଥମତଃ ଗୋବର୍ଦ୍ଧନ ଦାଙ୍କର ବୁଝା ବି ପଡିଲାନି କି ଏଇଥିରେ କଣ ଫାଇଦା ହବ ମୋର, କିନ୍ତୁ ଯେହେତୁ ଶ୍ରୀ ଶ୍ରୀ ବଡମା ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଆଶୀର୍ବାଦ ଦେଇଛନ୍ତି, ସେ ଆଶୀର୍ବାଦକୁ ଗ୍ରହଣ କରି ସେ ପାଳନ କରି ସେ ସଂକଳ୍ପ ନେଇ ଯେତେବେଳେ କ୍ଷତି ଆରମ୍ଭ କରିଛନ୍ତି, ଆଉ ଗୋବିନ୍ଦ ଭୋଗ ଚାଉଳର କିମତ ମାନେ ଯୋଉ ପ୍ରଥମ ବର୍ଷ ହୁଏତ ଏତେଟା ମିଳିଲାନି, କିନ୍ତୁ ଦ୍ୱିତୀୟ ବର୍ଷରେ ଏହା ଦେଖାଗଲା ଗୋବିନ୍ଦ ଭୋଗ ଚାଉଳର ଏତେ ତେଜିରେ ସେ ବଢିବାକୁ ଲାଗିଲା, ସେ ଗୋବର୍ଦ୍ଧନ ଦାକୁ ବହୁତ ଫାଇଦା ହେଲା। ଆଉ ତାଙ୍କର ଗୋବିନ୍ଦ ଭୋଗ ଚାଉଳର ଆମଦାନୀରେ ସେ ଆହୁରି ବି ବହୁତ କିଛି ଜମିନ ବି କିଣିଦେଲେ। ଆଉ 7-8 ବର୍ଷ ଭିତରେ ସେ ପ୍ରଥମର ତୁଳନାରେ
ତାଙ୍କର ଜମିନର ପରିମାଣ ପ୍ରାୟ 4 ଗୁଣ ହିଁ ବଢିଗଲା। ତାଙ୍କ ଆର୍ଥିକ ସ୍ଥିତି କିଛି ବର୍ଷ ଭିତରେ ହିଁ ସମାଧାନ ହିଁ ହେଇଗଲା। ସେ ଗଭର୍ଣ୍ଣର ଦେବା ପରେ ବି ସହପ୍ରତି ରୀତିକି ପାଞ୍ଜା ବି ପାଇଲେ। ଆଉ ସେ ସଦାବେଳେ ସେ କହୁଛନ୍ତି ଶ୍ରୀ ଶ୍ରୀ ବର୍ମାଙ୍କର ଆଶୀର୍ବାଦରେ କେମିତି ଏଟା ସବୁ ସମ୍ଭବ ହେଲା। ଶ୍ରୀ ଶ୍ରୀ ବର୍ମା କେବଳ ମନୁଷ୍ୟ ନୁହନ୍ତି, ଛୋଟ ଛୋଟ ଜିନିଷକୁ ବି ଏତେ ଆଦର ସହିତ ରଖୁଥିଲେ, ସେ ଜୀବନ୍ତ ରୂପରେ ହିଁ ଭାବୁଥିଲେ। ଶ୍ରୀ ଶ୍ରୀ ବର୍ମାଙ୍କ ପାଖରେ ଗୋଟେ ପୁରୁଣା ଧାତୁର ଗୋଟେ ଛୋଟ ଡବା ଥିଲା, ଯୋଉଥିରେ କି ସେ ଦାନ୍ତକୁ ଯେତେବେଳେ ଆମେ କରୁଛେ ଟିକେ ଦାନ୍ତରେ କିଛି ଲାଗିଗଲେ ସେଠୁ ଆଡେଇ ଯାଏ, ସେଟା ସଫା କରିବା ପାଇଁ ସେ କାଠିର ବ୍ୟବହାର କରୁଥିଲେ। ଥରଟେ ଶ୍ରୀ ଶ୍ରୀ ବର୍ମାଙ୍କର ଜନ୍ମଦିନ ଉପଲକ୍ଷରେ ଜଣେ ସେବକ ଏଇଟା ପୁରୁଣା ହେଇଗଲାଣି, ସେ ଧାତୁକୁ ବଦଳ ଦେଇ ଗୋଟେ ନୂଆ ଷ୍ଟିଲର ଗୋଟେ ଡବାକୁ ସେଇଠି ରଖିଦେଇଛନ୍ତି। ପୂଜନୀୟ ରାଙ୍ଗାମା ତାଙ୍କ ସାମ୍ନାରେ ଥିଲେ। ଶ୍ରୀ ଶ୍ରୀ ବର୍ମାଙ୍କ ନଜର ଯେତେବେଳେ ସେଇ ଡବା ଉପରେ ପଡିଛି, ସେ ପୂଜନୀୟ ରାଙ୍ଗାମାଙ୍କୁ ପଚାରିଲେ ଏ ପୁରାନା ଡବାଟା କାହିଁ? ସେ ପୂଜନୀୟ ରାଙ୍ଗାମା କହିଲେ ସେଟା ବହୁତ ଖରାପ ହେଇଥିଲା, ରଙ୍ଗ ଖରାପ ହେଇଥିଲା, ସେ ଡବାଟାକୁ ତେଣୁ ରଖି ଏଇଟା ନୂଆ ଡବାଟା ଆମେ ରଖିଦେଇଛନ୍ତି। ଶ୍ରୀ ଶ୍ରୀ ବର୍ମା କହିଲେ ସେଇ ଡବା ମୋର ଏତେ ଦିନ ହେଲାଣି, ମୋର ଏତେ ସେବା କରି କରି ଆସିଛନ୍ତି, ଆଉ ତମେ ତାକୁ କେମିତି ଏଠି ମାନେ ହଟେଇ ଦେଇଛ, ତାକୁ ଏଇଠିକି ପୁଣି ଆଣ। ସେ କହି ଯେତେବେଳେ ମୋହନ ଦାସଙ୍କୁ ଡାକି ପୁଣି କହୁଛନ୍ତି ସେ ପୁରାଣ ଡବାକୁ ରଙ୍ଗ ଦେଇକି ଆଣୁଛନ୍ତି, ଆଉ ସେ ମୋହନ ଦାସ ଯେତେବେଳେ ରଙ୍ଗ କରି ନେଇ ଆସୁଛନ୍ତି, ଶ୍ରୀ ଶ୍ରୀ ବର୍ମା ତାକୁ ପୁଣି ସେ ଡବାର ସାମାନକୁ ରଖି ସେଥିରେ ପୁଣି ଦେଖୁଛନ୍ତି, ବ୍ୟବହାର କରୁଛନ୍ତି। ଥରେ ଶ୍ରୀ ଶ୍ରୀ ବର୍ମାଙ୍କର ଉପରେ ପରିବାରର ଲୋକଙ୍କର ସହିତ ଅନ୍ୟାନ୍ୟ ପରିଜନ ମାନଙ୍କର ବି ଦେଖଭାଲ ବି କରିବା ପାଇଁ ଦାୟିତ୍ୱ ବି ଥିଲା। ସେଇ ସାଥିରେ ଅତିଥି ମାନଙ୍କର ବହୁତ ଅତିଥି ବି ଆସନ୍ତି ଆଉ ସେଇଠି ରୁହନ୍ତି। କେତେ ଅତିଥି ଯେ ଆସନ୍ତି ସେଇଠି ଖାଆନ୍ତି, କେହି ବି ସେ ବି କାଉଣ୍ଟ ବି ମାନେ ବେଳେ ବେଳେ ବି କେତେବେଳେ 100, 200, 300 ଏମିତି ଅତିଥି ବି ଆସନ୍ତି। ଆଉ ଶ୍ରୀ ଶ୍ରୀ ବର୍ମା ସମସ୍ତଙ୍କର ଖାନା ବନେଇ ନିଜେ ଖାଇବାର ଖିଲେଇବା ପିଲେଇବାର ସେ ଦାୟିତ୍ୱ ବି ନଉଥିଲେ। ସେ ନିଜେ ହିଁ ଦାୟିତ୍ୱକୁ ପୁରା କରୁଥିଲେ, ପାଳନ କରୁଥିଲେ। ଆଉ ଯେତେବେଳେ ସମସ୍ତେ ଖାଇଯାଆନ୍ତି, ଖାଇସାରିଲା ପରେ ପେଟ ଭରି ଖାଇଲା ପରେ ଯଦି କିଛି ବଳେ ତାପରେ ଯାଇକି ଶ୍ରୀ ଶ୍ରୀ ବର୍ମା ସବୁ ଗ୍ରହଣ କରନ୍ତି। କିନ୍ତୁ ଏହା ବି ଜିନିଷ ଭକ୍ତମାନେ ଅନୁଭବ କରିଛନ୍ତି, ଏତେ ସବୁ ଖାଇଲା ପରେ ବି କେତେବେଳେ ବି ଖାନା ବି କେତେବେଳେ ନିଅଣ୍ଟ ହେଇନି, ସଦାବେଳେ ସେ ଖାନା ପୁରା ଭରପୁର ହେଇକି ଅଛି। ଏଇ ଜିନିଷଟା ବି ସମସ୍ତେ ମାନେ ଅନୁଭବ କରିଛନ୍ତି। ଥରେ ମା ଜଣେ ଶିବାନୀ ବସୁ ଆମକୁ ଜଣେ ମା ତାଙ୍କର ଅନୁଭବରେ ସେ କହୁଛନ୍ତି କି ଆମେ ବେଳେ ବେଳେ ଛୁଟିରେ ଆସୁ, ଶ୍ରୀ ଶ୍ରୀ ବର୍ମାଙ୍କ ପାଖକୁ ଆସୁ ଛୁଟି ନେଇ, ଆଉ ସେଠି ମୁଁ ରୁହେ, ଆଉ ତାଙ୍କୁ ଦେଖି ତାଙ୍କୁ ଦର୍ଶନ କରି ମୋର ପୁରା ତାଙ୍କ ପାଖରୁ ମୋର ଉଠିବାକୁ ମୋର ବିଲକୁଲ ଇଚ୍ଛା ହିଁ ହୁଏ ନା। ଆଉ ମୁଁ ତ ବହୁତ ଜଟିଳ ସମସ୍ୟାରେ ହିଁ ଥିଲି ତାଙ୍କ ପାଖରେ, କିନ୍ତୁ ରହୁଥିଲି। ତାଙ୍କୁ ଯେତେବେଳେ ମୁଁ ଭାବୁଥିଲି କିଛି ନିବେଦନ କରିବି ବୋଲି, କିନ୍ତୁ ତାଙ୍କ ପାଖକୁ ଯେତେବେଳେ ବି ଯାଏ ମୁଁ ସେତେବେଳକୁ କିଛି ନିବେଦନ ବି ଆଉ କରିପାରେ ନା, ମୋର ଇଚ୍ଛା ବି ହୁଏ ନା ନିବେଦନ କରିବା ପାଇଁ। ଆଉ ମୁଁ ସେମିତି ରହିଯାଏ, କାହିଁକି ନା ତାଙ୍କର ସନ୍ତାନରେ ବି ବହୁତ ପ୍ରୋବ୍ଲେମ ରହୁଥିଲା। ଥରେ ତାଙ୍କ ପ୍ରଣାମ କରିବା ବେଳକୁ ସେ ଯାଇକି ବସିଛନ୍ତି, ପ୍ରାର୍ଥନା ବି ନିବେଦନ କରିପାରୁନାହାନ୍ତି, କିନ୍ତୁ ଭାବୁଛନ୍ତି ମୁଁ କଣ କହିବି, କଣ ବା କରିବି। ଯେତେବେଳେ ଶ୍ରୀ ଶ୍ରୀ ବର୍ମାଙ୍କ ନଜର ଯାଇଛି, କହୁଛନ୍ତି ଆରେ ସିଏ କିଏ, ଜଣେ ବହୁ ଜଣେ ବସିଛନ୍ତି, ତାଙ୍କ ନାଁ କଣ? ସେ ମା ଜଣ କହିଲେ ପୁଣି ମୋ ନାଁ ମା ଶିବାନୀ ବସୁ। ତମେ କୋଉଠି ରୁହ ନା? ମୁଁ ବୀରଭୂମରୁ ଆସିଛି, ଆଉ ମୋର ପତିଦେବ ଏଠାକାର ପୋଷ୍ଟ ମାଷ୍ଟର ଅଛନ୍ତି, 1.5 ମାସ ଛୁଟି ନେଇ ଆମେ ଠାକୁରଙ୍କର ଦର୍ଶନ କରିବା ପାଇଁ ଆସିଛୁ। ସେ ପଚାରୁଛନ୍ତି, ଶ୍ରୀ ବର୍ମା ପଚାରୁଛନ୍ତି ତମ ପତିଦେବ ଆସିଛନ୍ତି ତମ ସାଙ୍ଗରେ, ଆଉ ତମର କିଛି ବାଲ ବଚ୍ଚା ନାହିଁ? ସେ ମା କହୁଛନ୍ତି ନାଇଁ ମା, 8-9 ବର୍ଷ ହେଲାଣି ଲଗାତାର ମୋର 2ଟା ସନ୍ତାନ ହେଇ ଜନ୍ମଗ୍ରହଣ କଲା ପରେ ସେମାନେ ବଞ୍ଚିଲେନି, ଆଉ ତାପରେ ଆଉ କୌଣସି ସନ୍ତାନ ହେଇନି। ଆଉ କୋଲକାତାରୁ ଏତେ ବଡ ବଡ ଡାକ୍ତର ବି ମୁଁ ଦେଖେଇ ସାରିଲିଣି, ସମସ୍ତେ କହୁଛନ୍ତି ଶରୀର ବହୁତ ମୋଟା ହେଇଗଲାଣି, ଚର୍ବି ଜମିଗଲାଣି, ଆଉ ସନ୍ତାନର କୌଣସି ସମ୍ଭାବନା ହିଁ ନାହିଁ। ତାହେଲେ ମା ମୋର କୌଣସି ଆଉ କଣ ସନ୍ତାନ ହବନି? ସେ ମା କହୁଛି ନାଇଁ ହବ। ତାହେଲେ ମା ମତେ କଣ କରିବାକୁ ହେବ? ସେ ପଚାରିବା ସାଙ୍ଗରେ ଇଏ ପଚାରୁଛନ୍ତି ଶ୍ରୀ ଶ୍ରୀ ବର୍ମାଙ୍କୁ, ମା ମତେ କଣ କରିବାକୁ ହବ? ଆଉ ଭିତରେ ଭିତରେ ଭାବୁଛନ୍ତି ମା ଯେମିତି ମତେ ବୈଦ୍ୟନାଥ ଧାମ ଯିବାର କଥା କହିବେନି, ମତେ ବୈଦ୍ୟନାଥ ଧାମରେ ବେଲପତା ଚଢେଇବାର କଥା ଯେମିତି କହିବେନି, କାହିଁକି ନା ମୁଁ ଶୁଣିଛି ବହୁତ ଭକ୍ତଙ୍କୁ ମା ମାନଙ୍କୁ ଶ୍ରୀ ଶ୍ରୀ ବର୍ମା ବୈଦ୍ୟନାଥ ଧାମ ପଠେଇ ଦିଅନ୍ତି। ଇଏ ତାଙ୍କର ମନରେ ରହୁଛି ଆଉ ସେଇଥିରେ ନିବେଦନ କରୁଛନ୍ତି ମା ମତେ କଣ କରିବାକୁ ହିଁ ହବ। ଆଉ ମନରେ କଣ ଭାବୁଛନ୍ତି
କି ମା ମତେ କିଛି ଗୋଟେ କୁହନ୍ତୁ, ସେ ଠାକୁର ଅଙ୍କୁ ଚନ୍ଦ୍ରଜୀଙ୍କର ଚରଣର ଧୁଲ କିମ୍ବା ସେଇ ତାଙ୍କର କିଛି ଫୁଲ ବେଲପତ୍ର ଥିବା ଗୋଟେ ତାବିଜ ଏମିତି କିଛି କହିବେ କାଳେ ମା। କିନ୍ତୁ ମା ତ ସବୁ ଜାଣିପାରନ୍ତି, ଆଉ କି ସେ କହୁଛନ୍ତି ତାଙ୍କର ଯୋଉ ୱିକନେସ ଟା ଥିଲା ମନରେ ଭାବୁଥିଲେ ସେଇଟା ହିଁ କହୁଛନ୍ତି। ଶ୍ରୀ ବଡମା କହୁଛନ୍ତି ତମେ ବାବା ବୈଦ୍ୟନାଥଙ୍କର ପୂଜା କର, ତାଙ୍କଠି ଫୁଲ ବେଲପତ୍ର ଦେଇ ସେଇ ତାବିଜ ତିଆରି କରି ତୁମ ଗଳାରେ ପିନ୍ଧ, ଆଉ ପ୍ରତ୍ୟେକ ମାସର ଗୋଟେ ସୋମବାର ତାକୁ ପାଳନ କର, ଆଉ ଯେତେବେଳେ ମୁଁ ତାବିଜ ଖୋଲିବା ପାଇଁ କହିବି ସେତେବେଳେ ବି ଯାଇକି ଖୋଲିବ। ଆଉ ସେଇ ମୁହୂର୍ତ୍ତ ଭିତରେ ତାଙ୍କର ଯେମିତି ଜ୍ଞାନ ଚକ୍ଷୁ ଖୋଲିଗଲା, ସେ ଅନୁଭବ କଲେ କି ସେ ଠାକୁର ହିଁ ସେ ବାବା ବୈଦ୍ୟନାଥଙ୍କର ଭିନ୍ନ ରୂପ। ଆଉ ଯିଏ ବୈଦ୍ୟନାଥଙ୍କର ଫୁଲ ପତ୍ରର ତାଜି କଥା କହୁଛନ୍ତି, ସେ କେବଳ କେବଳ ଗୋଟେ ଉପଲକ୍ଷ ମାତ୍ର, କିନ୍ତୁ ସବୁ ତାଙ୍କର ହିଁ ଆଶୀର୍ବାଦରେ ହିଁ ହଉଛି। ଏହା କହି ସେ ମା ଆନନ୍ଦରେ ପୁରା ଯେତେବେଳେ ହସୁଛନ୍ତି, ସେ ହସିବାର ସହିତ ସେ ଦେଖୁଛନ୍ତି ମା ବି ଟିକେ ମୁସ୍କୁରେଇ ଦଉଛନ୍ତି। ଆଉ ସେ ଏଇ ଟାଇମରେ ଗୋଟେ ଅଦ୍ଭୁତ ଦୃଶ୍ୟକୁ ଦେଖୁଛନ୍ତି। ସେଇ ମୁସ୍କୁରାହଟ, ମାଙ୍କର ମୁସ୍କୁରାହଟ ସହିତ ସେ ଦେଖୁଛନ୍ତି ମାଙ୍କର ପୁରା ଶରୀରରୁ ଯେମିତି ସୂର୍ଯ୍ୟର କିରଣ ପୁରା ରୋଶନୀ ପୁରା ବାହାରୁଛି। ସେ ମୁହୂର୍ତ୍ତଟେ ବି ଆଉ ବର୍ତ୍ତମାନ ସେଇ ବିଶାଳ ରୋଶନୀର ମଝିରେ ହିଁ ମା ବସିଛନ୍ତି, ଆଉ ମାଙ୍କ ଶରୀରର କିରଣରେ ପୁରା ଆଲୋକିତ ହେଇଯାଉଛି ପୁରା ସେଇ ଏରିଆ। ଆଉ ଏପଟେ ଇଏ ବି ନିଜେ ବି ଆଖିକୁ ଆଉ ଦେଖି ପାରୁନାହାନ୍ତି, ସେ ବର୍ତ୍ତମାନ ମାଙ୍କୁ ଆଉ ଦେଖି ପାରୁନାହାନ୍ତି, ଏତେ ରୋଶନୀ ସେ ବାହାରୁଛି। ତାଙ୍କ ହୃଦୟ ପୁରା କମ୍ପନ ହବାରୁ ଲାଗିଛି କି ଅପୂର୍ବ ରୂପ ସେ ଆଜି ଦେଖିଲେ। ସ୍ୱୟଂ ଯେମିତି ଶ୍ରୀ ବଡମା ତାଙ୍କର ବିଶ୍ୱରୂପ ଆଜି ତାଙ୍କୁ ଦେଖେଇ ଦେଲେ। କିଛି ସମୟ ବିତିଗଲା ପରେ ସେଇ ରୂପ ତାଙ୍କର ବିଲୁପ୍ତ ହେଇଯାଇଛି, ପୁଣି ଆଉ ସେଇ ରୂପ ନାହିଁ। ଅବାକ ହେଇ ସେ ମନେ ମନେ ଭାବୁଛନ୍ତି କି ମଣିଷ ତପସ୍ୟା କରି, ଏତେ ତପସ୍ୟା କରିକି ବି ଯାହା ଦେଖିପାରନ୍ତିନି, ଆଜି ମାଙ୍କ ଦୟାରେ ମୁଁ ତାଙ୍କର ହିଁ ବିଶ୍ୱରୂପକୁ ଆଜି ମୁଁ ଦେଖିପାରିଲି। ଆଉ ସେ ମା ଯାଇଛନ୍ତି, ତାପରେ ତାଙ୍କର ସନ୍ତାନ ବି ହେଇଯାଇଛି। ସନ୍ତାନ ଯେତେବେଳେ ହେଲା ପରେ ସେ ଯେତେବେଳେ ମାଙ୍କ ପାଖକୁ ଚିଠି ଲେଖୁଛନ୍ତି, ସେ ମା ବି ରିପ୍ଲାଏ ଦଉଛନ୍ତି ବାବା ବୈଦ୍ୟନାଥଙ୍କର ଆଶୀର୍ବାଦ ତମର ସନ୍ତାନର ଜନନୀ ତମେ ହେଇଯାଇଛ। କିନ୍ତୁ ଆକ୍ଚୁଆଲି ବାବା ବୈଦ୍ୟନାଥ ସେ ତ ସେମିତି ନିଜକୁ ପ୍ରକାଶ କେବେ କରନ୍ତିନି। ତେଣୁ ଏମିତି ଆଳାପ ଆଲୋଚନା କଲେ ବହୁତ କିଛି ଜିନିଷ ଆଲୋଚନା ହେଇଯିବ। ଗୋଟେ ଜିନିଷ ଲାଷ୍ଟରେ ଆଲୋଚନା କରି ସଂକ୍ଷିପ୍ତରେ, ଟାଇମ ହେଇଗଲାଣି ଆମେ ରଖିବା, ସେ ଭକ୍ତ ମାନଙ୍କୁ ବି କେତେ ଭଲ ପାଉଥିଲେ, ତାଙ୍କର କେମିତି ରଖୁଥିଲେ ସେଟା ପାଇଁ ଜାଣିବା। ଶ୍ରୀ ବଡମାଙ୍କର ଆଉ ଶ୍ରୀ ଠାକୁରଙ୍କର ବି ଗୋଟେ ଜୀବନୀ। ଶ୍ରୀ ଠାକୁର ଯେତେବେଳେ ଦେଖୁଥିଲେ ଶ୍ରୀ ବଡମା କେତେବେଳେ ଉଠୁଛନ୍ତି, କେତେବେଳେ ଉଠିକି ତାଙ୍କର ସେବା କରୁଛନ୍ତି। ଯେତେବେଳେ ବି ଶ୍ରୀ ବଡମା ଉଠୁଥିଲେ ପ୍ରଥମେ ଶ୍ରୀ ଠାକୁରଙ୍କ ପାଖକୁ ଯାଉଥିଲେ, ଦେଖୁଥିଲେ ସେ କେମିତି ଅଛନ୍ତି। ଠାକୁର ତ ସେଇ ଟାଇମରେ ହୁଏତ ଶୟନ ଅବସ୍ଥାରେ ରହୁଥିଲେ। ସିଏ ତେଣୁ ଥରେ ରାମ ବସାବନ ସିଂ ଦାଦାଙ୍କୁ ଥରେ ଠାକୁର କହୁଛନ୍ତି କି ତମେ ଗୋଟେ କାମ କରିବ, ଆଜିଠୁ ଯେତେବେଳେ ଭୋରରେ ନିଜର ବିଛଣା ଛାଡି ଯେତେବେଳେ ଛାଡିବ, ତମେ ଯେତେବେଳେ ଶ୍ରୀ ବଡମା ଯେତେବେଳେ ଉଠନ୍ତି ତାଙ୍କ ପଛେ ପଛେ ତମେ ଯିବ। ଆଉ ତାଙ୍କର କାହିଁକି ନା ସେ ତ ବୟସ ହେଇଗଲାଣି, ସେ ସିଡିରେ ବି ଯିବା ଆସିବା କରୁଛନ୍ତି ବେଳେ ବେଳେ, କେତେବେଳେ କାଳେ କଣ ପଡିଯିବ, ବୟସ ହେଇଗଲାଣି। ତମେ ତେଣୁ ମାନେ ପଡିଲେ ପୁଣି ଚୋଟ ଲାଗିବ, ତେଣୁ ତମେ ବଡମାଙ୍କର ଟିକେ ଦେଖଭାଲ କରିବ, ତାଙ୍କ ପଛେ ପଛେ ସଦାବେଳେ ତମେ ଯିବ। ରାତିରେ ଯେତେବେଳେ ସେ ଉଠିକି ସେ ଯୁଆଡେ ବି ଯିବେ। ସେ କହିଲେ ହଁ ଠାକୁର ମୁଁ କରିବି। ଆଉ ସେ ଜଣେ ନିଖିଳ ଦାଦାଙ୍କୁ ଠାକୁର ଦେଲେ କହୁଛନ୍ତି ଆଙ୍କୁ ଗୋଟେ ଦଣ୍ଡ ଦିଅ, ତାଙ୍କୁ ଗୋଟେ ଦଣ୍ଡ ଆଣିବାକୁ ଦିଆଗଲା। ଠାକୁର କହିଛନ୍ତି ଏଇ ଦଣ୍ଡ କାହାକୁ ଦବନି, ଆଉ କେବେ ବି ହଜେଇବନି, ଏଟା ନିଜର ବ୍ୟବହାର ରଖିବ। ଆଉ ଯେତେବେଳେ ବଡମା ଯେତେବେଳେ ଉଠିବେ ତାଙ୍କ ପଛେ ପଛେ ତମେ ଯେତେବେଳେ ଯିବ ଏଇ ଦଣ୍ଡଟା ତମ ପାଖରେ ହିଁ ରଖିଥିବ। ସିଏ ତାଙ୍କର ଆଜ୍ଞାକୁ ପାଳନ କରି କହିଲେ ହଁ ଠାକୁର ଠିକ ଅଛି। କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା, ଠାକୁର ତ ଶୁଅନ୍ତି ପ୍ରାୟ 12ଟା ହେଇଯାଏ। ତାପରେ କିଛି ସମୟ ପରେ ତାଙ୍କର ଠାକୁରଙ୍କର ଏଇ ଆଶୀର୍ବାଦ ପାଇଁ ତାଙ୍କୁ ପରମିଶନ ଦିଆଗଲା ଇଏ ଠାକୁରଙ୍କ ରୁମରେ ହିଁ ଶୋଇବା ପାଇଁ। ମାନେ ଠାକୁରଙ୍କର ବେଡ ଉପରେ ଶୁଅନ୍ତି, କିଛି ଦୂରରେ ଗୋଟେ ଛୋଟ ତଳେ ରାମ ବସାବନ ସିଂ ଦାଦା ସେଇଠି ଶୁଅନ୍ତି। ଆଉ ଗୋଟେ ରୁମରେ ଶ୍ରୀ ବଡମା ରୁହନ୍ତି। ଆଉ ସେ ବହୁତ ସତର୍କିତ ହେଇ ରହିଲେ ମତେ ଠାକୁରଙ୍କର ଆଶୀର୍ବାଦ, ତାଙ୍କର ଆଶୀର୍ବାଦରୁ ମତେ ବର୍ତ୍ତମାନ ଏ ରୁମରେ ରହିବାକୁ ମିଳିଛି, ଡାଇରେକ୍ଟ ମୁଁ ସେବା କରିବି, ଆଉ ଶ୍ରୀ ବଡମାଙ୍କୁ କିଛି ବି କରିପାରିବି, ସାହାଯ୍ୟ କରିପାରିବି। କିନ୍ତୁ ଗୋଟିଏ ଦିନ ଏମିତି ଆସିନି ସିଏ ଉଠିଛନ୍ତି ଆଉ ଶ୍ରୀ ବଡମା ଉଠି ନାହାନ୍ତି। ଇଏ ବର୍ତ୍ତମାନ ବହୁତ ରାତି ବି ଏମିତି ହେଇଛି, ଇଏ ପୁରା ସତର୍କତା ସହିତ କହିଛି ନାଇଁ ଆଜି ମୁଁ ଆଜି ଟୋଟାଲ ଶୋଇବିନି, ଆଜି ଟୋଟାଲ ଶୋଇବିନି, ଯେତେବେଳେ ଶ୍ରୀ ବଡମା ଉଠିବେ ତାଙ୍କ ପଛେ ପଛେ ଯିବି। କିନ୍ତୁ ଏମିତି ଦେଖନ୍ତୁ ଲୀଳା, ସେ ତାଙ୍କର ସେଇ ମୋମେଣ୍ଟରେ ହିଁ ଶୋଇ ଯାଇଥିବେ, ଆଉ ଶ୍ରୀ ବଡମା କେତେବେଳେ ପଳେଇଥିବେ ଆଉ ସେ ଜାଣି ପାରୁନାହାନ୍ତି। ଆଙ୍କୁ ବହୁତ ଗୋଟେ ଅନୁତାପ ହଉଛି, ଠାକୁରଙ୍କର ଗୋଟେ ଆଶୀର୍ବାଦକୁ ମୁଁ ଗୋଟିଏ ଦିନ ବି ପାଳନ କରିପାରିଲିନି। ସେ ବହୁତ
ମାନେ କଣ କରିବେ ସେ ବହୁତ ପୀଡାର ସହିତ ଯାଇକି ଡାଇରେକ୍ଟ ଶ୍ରୀ ବଡମାଙ୍କ ପାଖରେ ପହଞ୍ଚି ଯାଉଛନ୍ତି। ଆଉ ବଡମା ପଚାରନ୍ତି କଣ ହେଲା କଣ ହେଲା? ସେ କହୁଛନ୍ତି ମା ଆପଣଙ୍କ କାରଣରୁ ଶ୍ରୀ ଠାକୁର ଦୟା କରିକି ମତେ ତ ଆଶୀର୍ବାଦ କି ଆଦେଶ ଦେଇଥିଲେ, ମୁଁ ସେ ଆଦେଶଟା କିନ୍ତୁ ପାଳନ କରିପାରୁନି ମା। ମୁଁ ଭୋରୁ ଉଠିକି ମାନେ ଆପଣ କେତେବେଳେ ଯେ ଚାଲି ଆସୁଛନ୍ତି ମତେ କିଛି ପତା ବି ଲାଗୁନି, ମୁଁ ମାନେ କଣ କରିବି ମା, ମୁଁ ଗୋଟେ ଅଭାଗା ବେଟା। ମାନେ ଏଇ ବ୍ୟଥା ଯେତେବେଳେ କହିଛନ୍ତି ତାଙ୍କୁ କରୁଛନ୍ତି, ଶ୍ରୀ ଶ୍ରୀ ମାଙ୍କର ସେଇ ସ୍ନେହଭରା ଚାହାଣୀ, ସେଇ ବାତ୍ସଲ୍ୟଭରି ଚାହାଣୀ, ସେଇ ମିଠି ବାଣୀରେ ସେ କହୁଛନ୍ତି ଠାକୁର ତ ଏମିତି ହିଁ କୁହନ୍ତି, ମୁଁ କଣ ଦେଖୁନି ତମେ ରାତିରେ କେତେ ପରିଶ୍ରମ କର, ତମେ ରାତିରେ କେତେ କଷ୍ଟ କରିକି ତମେ ଶୋଇଯାଅ, ଆଉ ତମକୁ ବିଲକୁଲ ବି ମାନେ କେତେ ଥକା ଲାଗୁଛି ତମେ ଶୋଇଯାଅ, ଆଉ ତମକୁ ଏତେ ଜଲ୍ଦି ମୁଁ କେମିତି ଉଠେଇଦେବି? ତମେ ମାନେ କଣ ବୁଢାଙ୍କ ଭଳିଆ କଣ କେବଳ 2-3 ଘଣ୍ଟା କଣ ତମର କାମ ଚଳିବ କି? ନାଇଁ ତମେ ତେଣୁ ମୁଁ ଭୋରରେ ଯେତେବେଳେ ଆସେ ମୁଁ ମୋର ତମ ପାଖକୁ ଯାଏ, ମୁଁ ସେଇ ପାଖରେ ଯେତେବେଳେ ମୁଁ ଯାଏ ମୁଁ ପାଦକୁ ଧୀରେ ଧୀରେ ଚିପି ଚିପି ଆସ୍ତେ ଆସ୍ତେ ଚାଲେ, ଯେମିତି ତମେ ହିଁ ଜାଣିପାରିବନି। ସିଏ ସ୍ତବଦ୍ଧ ହେଇଯାଉଛନ୍ତି ରାମ ବସାଉନ ସିଂ ଦାଦା, ଆଉ ଶ୍ରୀ ବଡମାଙ୍କର କେବଳ ଶ୍ରୀମୁଖ ମଣ୍ଡଳରୁ କୁ ଖାଲି ଦେଖୁଛନ୍ତି ଆଉ ଭାବୁଛନ୍ତି ନିଜର ଗର୍ଭଧାରିଣୀ ନିଜର ମା ବି ଏମିତି ବି ସ୍ନେହ ଶ୍ରଦ୍ଧା ବି ଦେଇନଥିବେ ଯେମିତି ଶ୍ରୀ ବଡମା ଅସଂଖ୍ୟ ଶିଶୁ ଅସଂଖ୍ୟ ଭକ୍ତ ମାନଙ୍କର ସୁଖ ଦୁଃଖ ସୁବିଧା ଅସୁବିଧା ଶାନ୍ତି ଅଶାନ୍ତି ଆଉ ସର୍ବାନ୍ତକରଣକୁ ଯେମିତି ଅନୁଭବ କରୁଛନ୍ତି, ଏତେ ବିନୟଶୀଳ, ଏତେ ମର୍ଯ୍ୟାଦା, ଏତେ ପ୍ରୀତି, ଏତେ ସେବା, ଏତେ ମମତା, ଏତେ ଧୈର୍ଯ୍ୟ, ଏତେ ଦୃଢତା ସାହସ, ଏତେ ସ୍ୱୟଂ, ଏତେ ସହିଷ୍ଣୁତା ଜୀବନ କି କି ସେ ନତମସ୍ତକ ହେଉଛନ୍ତି। ତେଣୁ ତାଙ୍କର ବିଷୟରେ ବା ଆଲାପ ଆଲୋଚନା କଣ କରିପାରିବା, ତେଣୁ ଆସନ୍ତୁ ବହୁତ ଟାଇମ ହେଇଗଲାଣି। ତେଣୁ ଆଜି ସେ ଶ୍ରୀ ବଡମାଙ୍କର ଆଦର୍ଶକୁ ନେଇ ଆମେ ଯାହା ବି ଶୁଣିଛେ ଶିଖିଛେ ସେଟା ହିଁ ପାଳନ କରିବା, ସେଇଥିରେ ହିଁ ଆମ ଜୀବନକୁ ଧନ୍ୟ କରିବା। ବର୍ତ୍ତମାନ ଯେତିକି ସବୁ ଉପସ୍ଥିତ ଅଛନ୍ତି ସମସ୍ତଙ୍କର ମଙ୍ଗଳ କାମନା କରି ଦୟାଳୁଙ୍କ ଶ୍ରୀଚରଣେ ଏଠି ବିରାମ ନଉଛି। ଜୟ ଗୁରୁ ସୁଭାଷ ଭାଇ, ଜୟ ଗୁରୁ।